ଆମେ ପ୍ରତ୍ୟେକ କାର୍ଯ୍ୟ କରିପାରୁଛୁ। ଆଉ ତାହା ହିଁ ନୁହଁ କେବଳ ଆଉ ଖାଇବା ପିଇବା ବିଷୟରେ ହିଁ ନୁହଁ, ପରମେଶ୍ୱର ଆମମାନଙ୍କ ଶରୀର ନିମନ୍ତେ ମଧ୍ୟ ସେଇ ଆଲୋକ କେବଳ ଉତ୍ତାପ, ପାଣି ପବନ ଯାହା ଆବଶ୍ୟକ ପରମେଶ୍ୱର ଆମମାନଙ୍କୁ ଯୋଗେଇଛନ୍ତି। ପ୍ରତ୍ୟେକ ସମୟରେ ଆମେ ଲେଡିସ୍ ମାନେ ପ୍ରାୟ ଚିନ୍ତିତ ହେଇଥାଉ ଯେ ଆଜି କଣ ରୋଷେଇ କରିବା, କିନ୍ତୁ ପରମେଶ୍ୱର ଆମଙ୍କର ସମସ୍ତ ବିଷୟକୁ ସେ ଚିନ୍ତା କରନ୍ତି। ଆମେ ଭାବିବା ପୂର୍ବରୁ, କହିବା ପୂର୍ବରୁ ସେ ଆମମାନଙ୍କ ପାଇଁ ପ୍ରତିଟି ବିଷୟକୁ ମନୋଯୋଗୀ ଅଟନ୍ତି। ତେବେ ଆସନ୍ତୁ ଆମମାନଙ୍କର ସେଇ ପିତା ପରମେଶ୍ୱର, ପ୍ରତିପାଳକ ପିତା ପରମେଶ୍ୱର ଏଇ ପର୍ଯ୍ୟନ୍ତ ଯେ ସଦାପ୍ରଭୁ ଆମମାନଙ୍କର ଇମାନୁଏଲ ପରମେଶ୍ୱର ହୋଇ ସାଥିରେ ସାଥିରେ କଢାଇ ଆଣିଥିବା ଆମମାନଙ୍କର ସେ ଇମାନୁଏଲ ପରମେଶ୍ୱରଙ୍କୁ ଗୌରବ ପ୍ରଶଂସା କରୁ। ତେବେ ଆସୁ ପ୍ରଥମରେ ଆମମାନେ ଗୀତ ସଂହିତା ତାର 136 ଆଜି ଆମମାନେ 1 ଠାରୁ 15 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ଏବଂ ପରମେଶ୍ୱରଙ୍କର ଗୌରବ କରିବା। ପ୍ରଥମ ଲାଇନ ମୁଁ ପଢିବି ଆଉ ଦ୍ୱିତୀୟ ଲାଇନ ଆପଣ ମାନେ ପଢିବେ। ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସେ ମଙ୍ଗଳମୟ। କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ଦେବମାନଙ୍କ ଦେବଙ୍କର ଧନ୍ୟବାଦ କର, କାରଣ ତାହାଙ୍କ ଦୟା ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ପ୍ରଭୁମାନଙ୍କ ପ୍ରଭୁଙ୍କର ଧନ୍ୟବାଦ କର, କାରଣ ତାହାଙ୍କ ଦୟା ତାହାଙ୍କ ଦୟା ଅନନ୍ତକାଳ ଅନନ୍ତ ସ୍ଥାୟୀ। କାଳ ସ୍ଥାୟୀ। ଯେ ମହତ୍ ମହତ୍ ଆଶ୍ଚର୍ଯ୍ୟ କର୍ମ କରିବାରେ ଅଦ୍ବିତୀୟ ତାହାଙ୍କର ଧନ୍ୟବାଦ କର, କାରଣ ତାହାଙ୍କ କାରଣ ଦୟା ତାହାଙ୍କ ଅନନ୍ତକାଳ ଦୟା ସ୍ଥାୟୀ। ଅନନ୍ତ କାଳ ସ୍ଥାୟୀ। ଯେ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ ତାହାଙ୍କର ଧନ୍ୟବାଦ କର, କାରଣ ତାହାଙ୍କ କାରଣ ଦୟା ତାହାଙ୍କ ଦୟା ଅନନ୍ତକାଳ ଅନନ୍ତ ସ୍ଥାୟୀ। କାଳ ସ୍ଥାୟୀ। ଯେ ଭୂମଣ୍ଡଳକୁ ଜଳରାଶି ଉପରେ ବିଚ୍ଛିନ୍ନ କଲେ ତାହାଙ୍କର ଧନ୍ୟବାଦ କର, କାରଣ ତାହାଙ୍କ ଦୟା ତାହାଙ୍କ ଅନନ୍ତକାଳ ଦୟା ସ୍ଥାୟୀ। ଅନନ୍ତ କାଳ ସ୍ଥାୟୀ। ଯେ ମହାଜ୍ୟୋତିର୍ଗଣ ନିର୍ମାଣ କଲେ ତାହାଙ୍କର ଧନ୍ୟବାଦ କର, କାରଣ ତାହାଙ୍କ କାରଣ ଦୟା ତାହାଙ୍କ ଦୟା ଅନନ୍ତକାଳ ଅନନ୍ତ ସ୍ଥାୟୀ। କାଳ ସ୍ଥାୟୀ। ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ସୂର୍ଯ୍ୟକୁ ନିର୍ମାଣ କଲେ ସେ, କାରଣ ତାହାଙ୍କ କାରଣ ଦୟା ତାହାଙ୍କ ଅନନ୍ତକାଳ ଦୟା ସ୍ଥାୟୀ। ଅନନ୍ତ କାଳ ସ୍ଥାୟୀ। ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ଚନ୍ଦ୍ର ଓ ତାରାଗଣ ନିର୍ମାଣ କଲେ ସେ, କାରଣ ତାହାଙ୍କ କାରଣ ଦୟା ତାହାଙ୍କ ଦୟା ଅନନ୍ତକାଳ ଅନନ୍ତ ସ୍ଥାୟୀ। କାଳ ସ୍ଥାୟୀ। ପ୍ରଥମ ଜାତମାନଙ୍କୁ ସଂହାର କରିବା ଦ୍ୱାରା ମିଶ୍ରକୁ ଆଘାତ କଲେ ସେ, କାରଣ ତାହାଙ୍କ କାରଣ ଦୟା ତାହାଙ୍କ ଅନନ୍ତକାଳ ଦୟା ସ୍ଥାୟୀ। ଅନନ୍ତ କାଳ ସ୍ଥାୟୀ। ପୁଣି ସେମାନଙ୍କ ମଧ୍ୟରୁ ଇସ୍ରାଏଲକୁ ବାହାର କରି ଆଣିଲେ ସେ, କାରଣ ତାହାଙ୍କ ଦୟା କାରଣ ତାହାଙ୍କ ଅନନ୍ତକାଳ ଦୟା ସ୍ଥାୟୀ। ଅନନ୍ତ କାଳ ସ୍ଥାୟୀ। ବଳବାନ ହସ୍ତ ଓ ବିସ୍ତୃତ ବାହୁ ଦ୍ୱାରା ତାହା କଲେ ସେ, କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ଯେ ସୁଫସାଗରକୁ ବିଭକ୍ତ କଲେ ତାହାଙ୍କର ଧନ୍ୟବାଦ କର, କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ତହିଁ ମଧ୍ୟ ଦେଇ ଇସ୍ରାଏଲକୁ ପାର କରାଇଲେ ସେ, କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ମାତ୍ର ଫାରୋ ଓ ତାହାର ସୈନ୍ୟଗଣକୁ ସୁଫସାଗରରେ ଠେଲି ଦେଲେ ସେ। କାରଣ ତାହାଙ୍କ ଦୟା ତାହାଙ୍କ ଅନନ୍ତକାଳ ଦୟା ସ୍ଥାୟୀ। ଅନନ୍ତ କାଳ ସ୍ଥାୟୀ। ପ୍ରଭୁ ଏହି ପଠିତ ବାକ୍ୟରେ ପୁଣି ଶ୍ରବଣରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ ଆଉ ଏ ଅଧ୍ୟୟନ ଦ୍ୱାରା ପରମେଶ୍ୱର ଗୌରବ ପାଆନ୍ତୁ। ବର୍ତ୍ତମାନ ଆମେ ଆରମ୍ଭ ନିମନ୍ତେ ପ୍ରାର୍ଥନା କରିବା ଆଉ ଏହି ସମୟ ମଧ୍ୟରେ ମୁଁ ଅନୁରୋଧ କରେ ମାଇଁ ଅଛନ୍ତି ଆରମ୍ଭ ପ୍ରାର୍ଥନାରେ କଢେଇ ନେବେ। ମିସେସ୍ ଟୁନୁ ଲିମା। ଖ୍ରୀଷ୍ଟ ପ୍ରେମ ସମସ୍ତ নমস্কার। নমস্কার। শুনতে প্রার্থনা করুন। ধন্যবাদ 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 প্রভু, তুমি আজকে সুন্দর দিনের জন্য প্রভু তুমি আমাদেরকে সুরক্ষা করে আনিছো প্রভু, তার জন্য প্রভু তোমায় ধন্যবাদ দিই প্রভু। আবার একটা গোটা বুধবার তুমি আমাদের জীবনে আনি দিলে প্রভু। ও দয়াময় পিতা প্রভু, আমরা পাপী নগণ্য হলেও প্রভু তুমি আমাদেরকে ক্ষমা করে চলেছো প্রভু। ও দয়াময় পিতা প্রভু, আজ এই মিটিংয়ে প্রভু আমরা যতজন প্রভু উপস্থিত হবো তুমি আমাদেরকে সকলকে আশীর্বাদ করো, দয়া করো প্রভু। যারা এখনো পর্যন্ত জুড়ে হয়ে পারে না প্রভু, তাদেরকে তুমি দয়া করো, আশীর্বাদ করো প্রভু। দয়াময় পিতা, যে পরিচালনা ভৌনিকে তুমি আশীর্বাদ করো, সন্ধ্যাবেলা পরিচালনা করি পারি প্রভু। এবং যে ভৌনি বাবু গীত গাইব, যে ভৌনি প্রভু বাইবেল রিডিং করবো, তাদেরকে তুমি দয়া করো, আশীর্বাদ করো প্রভু। ও দয়াময় পিতা প্রভু, যে ভৌনি প্রভু বাইবেল কুইজ করবো প্রভু, তাকে তুমি দয়া করো, আশীর্বাদ করো প্রভু। এবং যে ভৌনি মানে প্রভু মধ্যস্থ প্রার্থনা করবো, তুমি সকলকে আশীর্বাদ করো প্রভু। যারা প্রভুর বাক্য মুখস্থ
বাক্য প্রভু কইবে প্রভু তাকে তুমি দয়া করো আশীর্বাদ করো প্রভু। ও দয়াময় পিতা প্রভু, যারা এখন পর্যন্ত আসে পারে না প্রভু, অসুস্থ প্রভু, তাকে তুমি সুরক্ষা করো এবং তুমি তাকে সুস্থ সবল করো, সঙ্গে থাকো প্রথম থেকে শেষ পর্যন্ত তুমি আমাদের সঙ্গে সঙ্গে থাকো প্রভু। এই ছোট্ট প্রার্থনা প্রভু যিশু তোমার নামে চাই প্রভু, আমিন। आमेन। बहुत बहुत धन्यवाद माई। आरंभ प्रार्थना रे कढ़ी नहीं आपन को प्रभु बहुल भाव आशीर्वाद करंतु। बहुत बहुत धन्यवाद। वर्तमान आम माने वर्शिप माध्यम को जीवा परमेश्वर को गौरव करिबा। परमेश्वर आम मान निमंते सबु किछि करि सारिछंती। तेबे से प्रेमिक ईश्वर आम मान को सबु जोगाइबा ईश्वर शारीरिक भाव में समस्त देवा साथे साथे आमान को आत्मिक जीवन रो उद्धार निमंते मध्य देइछंती। तेणु आसु गीत माध्यम रे आमाने तांकर गौरव प्रशंसा करिबा। ऑलरेडी अछंती आम मान गहण रे मिसेस सुरस्मिता दास मु आह्वान करे आगो को आसीबे एवं वर्शिप रे कढ़े नेबे। ए समय होची आपनको मिसेस सुरस्मिता दास उपस्थित समस्त को मोर नमस्कार। के प्रभुंकर महान नाम को धन्यवाद दिए। प्रभु आम को सुंदर समय देइछंती, सुजोग देइछंती तांको सानिध्य मध्य रे बसिबा पई। सेति निमंते मु प्रभु को धन्यवाद दिए। ता सहित आ भाउजों टुनु भाउजों को मध्य मु धन्यवाद दिए कि मते आज तांकर एई ऑनलाइन वुमेन्स ऑनलाइन प्रेयर रे वर्शिप करिया पई सुजोग देइछंती। पुणी माउसी को मध्य मु धन्यवाद दिए, मते अति सुंदर भाव रे आह्वान करिछंती। आसंतु आमे किछि समय आराधना मध्य को जीवा। आमे प्रभु को धन्यवाद देवा, तांकरी गौरव प्रशंसा करिबा, कारण से आमानंकु केते अनुग्रह दया करियछंती। जीवित मानक देश रे नाम स्थान देइयछंती। प्रति समय रे प्रति क्षण रे आमानक प्रति जहा आपद विपद थिला से समस्त उद्धार करी आनियछंती। आमानकु गोटे नूतन दिन देखिबा पई देइयछंती। तेणु आमे तांको धन्यवाद देवा आ तांकरी गौरव प्रशंसा करिबा। तेणु समस्ते जानिथिबा गीत, पुराणा गीत गोटे गायकी आमे प्रभुंकर गौरव प्रशंसा करिबा। धन्यवाद जीसुଙ୍କୁ दिया होई हरस। धन्यवाद जीसुଙ୍କୁ दिया होई हरस। पाप नाशकारी कली से प्रेम शेष। पाप नाशकारी कली से प्रेम शेष। धन्यवाद जीसुଙ୍କୁ दिया होई हरस। धन्यवाद जीसुଙ୍କୁ दिया होई हरस। अन्न वस्त्र अभावरु घर पद विपदरु। अन्न वस्त्र अभावरु घर पद विपदरु। नाना रोग संकटरु कलुषित जीवनरु। नाना रोग संकटरु कलुषित जीवनरु रक्षा करिणा ईश्वर दिल सुस्थ शरीर। रक्षा करिणा ईश्वर दिल सुस्थ शरीर। होई सर्वे संतोष करति उल्लास। होई सर्वे संतोष करति उल्लास। धन्यवाद जीसुଙ୍କୁ दिया होई हरस। धन्यवाद जीसुଙ୍କୁ दिया होई हरस। धन्य जिह्वांकर
शेष प्रेम धन्य जिह्वाଙ୍କ नाम शेष प्रेम अनुसारे प्रतिफल से न देले सारे प्रतिफल से न देले से दया कुहे जीवन रे गान कर आनंद रे से दया कुहे जीवन रे गान कर आनंद रे क्षमी आमरी कलुष काले से प्रेम शेष क्षमी आमरी कलुष काले से प्रेम शेष धन्यवाद जीसुଙ୍କୁ दिया हई हरस धन्यवाद जीसुଙ୍କୁ दिया हई हरस हालेलुया प्रेज द लॉर्ड प्रभु आमानकु केते अनुग्रह करिसंती केते दया करिसंती जेतेले गीत गाओ केते अर्थपूर्ण गीत से आमानकु अन्न वस्त्र अभावरु घोर आपद विपदरु सबु समय आम प्रति आपद विपद रही थाए किंतु प्रभु से समस्त आमानकु उद्धार करिसंती आ जेतेबेले शरीर अछि रोग तो रही थाए किंतु से समस्त रु भी से आमानकु सुस्थता दे आनिछंती तेणु आमे प्रभु को धन्यवाद देबा आमे हरस मनरे आनंद मनरे आमे प्रभु को धन्यवाद देबा कारण आमे पापमय जगत मध्य रहुथिबा समय अनेक समय छोट बड़ पाप हो जाय थाए किंतु से आमानकर पाप अनुसार आमानकु प्रतिफल देई नांती से दयालु परमेश्वर आमानकु दया करी अनुग्रह करिसंती तेणु आमे हरस मनरे तांकु धन्यवाद देबा आमे आउ गोटे गीत गाई तांकरी गौरव करिबा कारण से एकमात्र जीवंत परमेश्वर धन्यवाद स्तुति महिमा पाइबा पाई योग्य परमेश्वर तांकरी आमे गौरव प्रशंसा करिबा धन्यवाद महिमा पाइबाकु तुमे का योग्य प्रभु जीसु धन्यवाद महिमा पाइबाकु तुमे का योग्य प्रभु जीसु हालेलुया 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 राजा मानकर राजा तुमे प्रभुଙ୍କ प्रभु राजा मानकर राजा तुमे प्रभुଙ୍କ प्रभु धन्यवाद महिमा पाइबाकु तुमे का योग्य प्रभु जीसु धन्यवाद महिमा पाइबाकु तुमे का योग्य प्रभु जीसु प्रेम भक्ति पाइबाकु शुभाजन कारण जगते तुमे कल सृजन प्रभु कल सृजन प्रेम भक्ति पाइबाकु शुभाजन कारण जगते तुमे कल सृजन प्रभु कल सृजन गौरव संभ्रम 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 हो गौरव संभ्रम पाइबाकु तुमे का योग्य प्रभु जीसु गौरव संभ्रम पाइबाकु तुमे का योग्य प्रभु जीसु हालेलुया 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 हालेलुया
राजा मानकर राजा तुमे प्रभुଙ୍କ प्रभु राजा मानकर राजा तुमे प्रभुଙ୍କ प्रभु धन्यवाद महिमा पाइबाकु तुमे का योग्य प्रभु जीशु पापीଙ୍କର मुक्ति तुमे कल साधन कालबरी क्रुसे होई बलिदान पापीଙ୍କର मुक्ति तुमे कल साधन कालबरी क्रुसे होई बलिदान गौरव प्रशंसा 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 हो गौरव प्रशंसा पाइबाकु तुमे का योग्य प्रभु जीशु गौरव प्रशंसा पाइबाकु तुमे का योग्य प्रभु जीशु हालेलुया 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 राजा मानकर राजा तुमे प्रभुଙ୍କ प्रभु राजा मानकर राजा तुमे प्रभुଙ୍କ प्रभु धन्यवाद महिमा पाइबाकु तुमे का योग्य प्रभु जीशु धन्यवाद महिमा पाइबाकु तुमे का योग्य प्रभु जीशु हालेलुया प्रेज द लॉर्ड से आमानकर एकमात्र जीवित परमेश्वर धन्यवाद महिमा संभ्रम गौरव स्तुति वंदना पाइबा पाई एकमात्र योग्य परमेश्वर से राजा मानकर राजा प्रभु मानकर प्रभु तेणु आमे तांकु धन्यवाद देबा तांकरी प्रशंसा करिबा तांकरी गौरव करिबा आसंतु आमे अल्प समय आराधना मध्य को जिबा से आमानकु केते अनुग्रह करिसंती दया करिसंती से आमानकु अतुलनीय प्रेम करिसंती तांकरी से आगापे प्रेम निमंते आमे तांकु धन्यवाद देबा जगत रे एई परि प्रेम करिबा निमंते केही नाहांती से एकमात्र आमानकर प्रिय प्रभु आमको प्रेम करिसंती तेणु आमे प्रभु को हृदय सहित धन्यवाद देबा तांकरी प्रशंसा गौरव करिबा आ अल्प समय आमे समर्पित हेबा आ ए गोटे कोरस गाय कि आमे तांकरी गौरव करिबा प्रशंसा करिबा जगत रे केहि नाही देवा पाई शांति तांक बिना नहीं आऊ कहा ढरे मुक्ति जगत रे केहि नाही देवा पाई शांति तांक बिना नहीं आऊ कहा ढरे मुक्ति न होई चिंतित विश्वास रख न होई चिंतित विश्वास रख भक्ति लय तांक ठारे भक्ति लय तांक ठारे जीसुंक परि आउ किए प्रेम करि पारे जीसुंक परि आउ किए क्षमा दे पारे
क्षमा देई पारे शांति नाम तांक शांतिर आधार ସେହି ନାମ ଦେବତାତେ ସନ୍ଧାନ ସ୍ୱର୍ଗର ସେହି ନାମଟି ଯେ ସୁଧାମୟ ନାମ ସେହି ନାମଟି ଯେ ସୁଧାମୟ ନାମ ନେବ ତତେ ସ୍ୱର୍ଗ ପୁରେ ନେବ ତତେ ସ୍ୱର୍ଗ ପୁରେ ଯୀଶୁଙ୍କ ପରି ଆଉ କିଏ ପ୍ରେମ କରିପାରେ ଯୀଶୁଙ୍କ ପରି ଆଉ କିଏ କ୍ଷମା ଦେଇ ପାରେ କ୍ଷମା ଦେଇ ପାରେ କ୍ଷମା ଦେଇ ପାରେ ହଁ ପ୍ରଭୁ ତୁମରି ନାମ ଛଡା ତୁମ ଛଡା ଆମମାନଙ୍କୁ କେହି କ୍ଷମା ଦେଇ ପାରନ୍ତି ନାହିଁ ପ୍ରଭୁ ତୁମେ ଏକମାତ୍ର ଆମମାନଙ୍କର ପାପ କ୍ଷମାକାରୀ ସେଥିରେ ମତେ ଧନ୍ୟବାଦ ଦଉଛୁ ପ୍ରଭୁ ଏଇ ଜଗତରେ ପ୍ରଭୁ ସବୁବେଳେ ଅଶାନ୍ତି ଲାଗି ରହିଅଛି କେବଳ ତୁମେ ହିଁ ଆମମାନଙ୍କର ଶାନ୍ତି ଦାତା ବୋଲି ତୁମକୁ ଧନ୍ୟବାଦ ଦଉଛୁ ପ୍ରଭୁ ପ୍ରଭୁ ତୁମରି ବିନା ଆଉ କାହାଠାରେ ମୁକ୍ତି ନାହିଁ ପ୍ରଭୁ ପ୍ରଭୁ ଆମେ ତୁମେ ଏତେ ପ୍ରମିସ ବାକ୍ୟ ଦେଇଅଛ ପ୍ରଭୁ ପ୍ରତିଜ୍ଞା ଯୁକ୍ତ ବାକ୍ୟ ଦେଇଅଛ ପ୍ରଭୁ ଆପଣାର ଚିନ୍ତାର ଭାର ଆମ ଉପରେ ପକାଅ ଆମେ ତୁମକୁ ସମ୍ଭାଳିବା ହେ ପ୍ରିୟ ପ୍ରଭୁ ତୁମେ ଆଜି ଗୀତ ମାଧ୍ୟମରେ ମଧ୍ୟ କହୁଅଛ ନ ହୋଇ ଚିନ୍ତିତ ବିଶ୍ୱାସ ରଖ ହଁ ପ୍ରଭୁ ଆମେ ଅନେକ ସମୟରେ ଚିନ୍ତିତ ବ୍ୟତିବ୍ୟସ୍ତ ହେଇ ପଡୁ କିନ୍ତୁ ପ୍ରଭୁ ତୁମଠାରେ ଆମେ ଯଦି ବିଶ୍ୱାସ ରଖୁ ତୁମେ ଆମମାନଙ୍କର ଚିନ୍ତାର ବାହାରେ ତୁମେ ସମସ୍ତ କାର୍ଯ୍ୟ କରିବା ପରମେଶ୍ୱର ବୋଲି ତୁମକୁ ଧନ୍ୟବାଦ ଦଉଛୁ ତୁମରି ସେଇ ନାମ ନିମନ୍ତେ ଧନ୍ୟବାଦ ଦଉଛୁ ତୁମରି ସେ ଶାନ୍ତିମୟ ନାମ ନିମନ୍ତେ ସେଇ ସୁଧାମୟ ନାମ ନିମନ୍ତେ ଧନ୍ୟବାଦ ଦଉଛୁ ପ୍ରଭୁ ପ୍ରଭୁ କେବଳ ତୁମରି ନାମରେ ହିଁ ଆମେ ସେଇ ସ୍ୱର୍ଗର ସନ୍ଧାନକୁ ଆମେ ପାଇପାରୁ ବୋଲି ଧନ୍ୟବାଦ ଦଉଛୁ ପ୍ରଭୁ ପ୍ରଭୁ ଧନ୍ୟବାଦ ଦଉଛୁ ତୁମରି ସେଇ ପ୍ରେମ ନିମନ୍ତେ ପ୍ରଭୁ ତୁମରି ସେ ଅତୁଳନୀୟ ପ୍ରେମ ତୁମରି ସେ ଅସୀମ ପ୍ରେମ ନିମନ୍ତେ ଆମେ ଧନ୍ୟବାଦ ଦଉଛୁ ପ୍ରଭୁ ଆମମାନଙ୍କର ବନ୍ଧୁ ବାନ୍ଧବ ଆମମାନଙ୍କର ପ୍ରଭୁ ପରିବାର ଏପରି ପ୍ରେମ କରିପାରନ୍ତି ନାହିଁ କିନ୍ତୁ ପ୍ରଭୁ ତୁମେ ଆମମାନଙ୍କୁ କେତେ ପ୍ରେମ ଅନୁଗ୍ରହ କଲ ଆମମାନଙ୍କ ନିମନ୍ତେ ତୁମେ ନିଜର ଜୀବନକୁ ତୁମେ ବଳିଦାନ କଲ ସେଥିରେ ମତେ ଧନ୍ୟବାଦ ଦଉଛୁ ପ୍ରଭୁ ଧନ୍ୟବାଦ ଦଉଛୁ ପ୍ରଭୁ ଆଜି ପ୍ରଭୁ ସୁନ୍ଦର ସମୟ ଦେଲ ତୁମରି ନିକଟବର୍ତ୍ତୀ ହେବା ପାଇଁ ତୁମରି ଚଞ୍ଚଳେ ବସିବା ପାଇଁ ତୁମରି ସାନିଧ୍ୟ ମଧ୍ୟରେ କିଛି ସମୟ ବିତେଇବା ପାଇଁ ସେଥିରେ ମତେ ଧନ୍ୟବାଦ ଦଉଛୁ ପ୍ରଭୁ ଏଇ ଆରାଧନା ଏଇ ଉପାସନା ତୁମ ନିକଟରେ ଗ୍ରହଣ ଯୋଗ୍ୟ ହୋଇଅଛି ବୋଲି ଆମେ ବିଶ୍ୱାସ କରୁଅଛୁ କାରଣ ଅପରାହ୍ନର ପ୍ରାର୍ଥନାରେ ଯେ କେତେ ଆଶୀର୍ବାଦ ରହିଅଛି ପ୍ରଭୁ ଅପରାହ୍ନ ସମୟର ପ୍ରାର୍ଥନାରେ କେତେ ପ୍ରଭୁ ତୁମେ ଆଶୀର୍ବାଦ କରିଥାଅ ସେଥିରେ ମଧ୍ୟ ଆମେ ଧନ୍ୟବାଦ ଦଉଛୁ ପ୍ରଭୁ ନିର୍ଦ୍ଦିଷ୍ଟ ସମୟରେ ଯଦି ଆମେ ବସୁ ତୁମେ କେତେ ଅନୁଗ୍ରହ ଦୟା କରିଥାଅ ସେଥିରେ ମତେ ଧନ୍ୟବାଦ ଦଉଛୁ ପ୍ରଭୁ ଆଜି ଆମେ ଯେତେ ଜଣ ଏଠାରେ ଉପସ୍ଥିତ ଅଛୁ ପ୍ରତ୍ୟେକଙ୍କ ସହିତ ତୁମେ କଥା କହିଅଛ ସେଥିରେ ମତେ ଧନ୍ୟବାଦ ଦଉଛୁ ପ୍ରଭୁ এই ଆରାଧନା ଉପାସନା ଦ୍ୱାରା ତୁମେ ଗୌରବାନ୍ୱିତ ହୁଅ ବୋଲି ତୁମ ନିକଟରେ ପ୍ରାର୍ଥନା କରୁଅଛୁ ପ୍ରଭୁ ହେ ପ୍ରିୟ ପ୍ରଭୁ ଆଗାମୀ ସମୟରେ ଆମେ ତୁମରି ସେଇ ପବିତ୍ର ବାକ୍ୟ ଶୁଣିବାକୁ ମଧ୍ୟ ଯିବୁ ପ୍ରଭୁ ସେଇ ଜୀବନ୍ତ ବାକ୍ୟ ତୁମେ ଆମମାନଙ୍କୁ ପ୍ରସ୍ତୁତ କର ଜାଗ୍ରତ କର ଆଜି ତୁମରି ଯେ ଦାସୀଙ୍କୁ ତୁମେ ମନୋନୀତ କରିଅଛ ତାଙ୍କ ମୁଖ ଦ୍ୱାରା ତୁମେ ଆଜିର ବାକ୍ୟ ତୁମେ ଆମମାନଙ୍କୁ ପ୍ରକାଶ କର ବୋଲି ତୁମ ନିକଟରେ ନିବେଦନ କରୁଅଛି ପ୍ରଭୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମରି ଉପସ୍ଥିତି ଦେଇ ତୁମେ କଢାଇ ନିଅ ବୋଲି ପ୍ରିୟତମ ଯୀଶୁଙ୍କ ନାମରେ ମାଗୁଅଛି ଆମେନ୍ ଥ୍ୟାଙ୍କ ୟୁ ମାଉସୀ आमेन आमेन बहुत बहुत धन्यवाद
ଏ ଆରାଧନା ଦ୍ୱାରା ପରମେଶ୍ୱରଙ୍କର ଗୌରବ ହଉ। ଆଉ ଅତି ଅର୍ଥପୂର୍ଣ୍ଣ ଗୀତ, ଆଉ ସତେ ଏତେ ପ୍ରେମ କଲେ ନିଜ ଜୀବନକୁ ଦେଇ ଦେଇଛନ୍ତି। ଅତି ଅର୍ଥପୂର୍ଣ୍ଣ ଗୀତ ଦ୍ୱାରା ପ୍ରଭୁଙ୍କର ଗୌରବ କଲେ। ଆଉ ପ୍ରଭୁ ଦେଇଥିବା ସମୟକୁ ଆଉ ନିଜେ ଯୋଉ ଜୀବନ ପିତା ପରମେଶ୍ୱର ପ୍ରଦାନ କରିଛନ୍ତି ଆଉ ଦାନ ଦେଇଛନ୍ତି, ସେଥି ଦ୍ୱାରା ପରମେଶ୍ୱରଙ୍କର ମହିମା କଲେ, ଗୌରବ କଲେ। ଆଉ ପରମେଶ୍ୱର ଦେଇଥିବା ସମୟକୁ ଅତି ସୁନ୍ଦର ଭାବରେ ନିଭେଇଥିବାରୁ ପରମେଶ୍ୱର ଆପଣଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ବହୁତ ବହୁତ ଧନ୍ୟବାଦ। ବର୍ତ୍ତମାନ ଆମମାନେ ବାଇବଲ ଅଧ୍ୟୟନ ଦ୍ୱାରା ପରମେଶ୍ୱରଙ୍କର ସେ ମହାନତା ବିଷୟରେ ଶୁଣିବା। ବାଇବଲ ଅଧ୍ୟୟନ କରିବା ନିମନ୍ତେ ମୁଁ ଆହ୍ୱାନ କରେ ଆମମାନଙ୍କ ଗହଣରେ ଅଛନ୍ତି ଆଉ ମିସେସ୍ ଆଭାମୟୀ ବିଷୟ ଦିଦିଙ୍କୁ ଆଉ ଆଗକୁ ଆସିବେ ଏବଂ ବାଇବଲ ଅଧ୍ୟୟନରେ ସାହାଯ୍ୟ କରିବେ। ଏ ସମୟ ହେଉଛି ଆପଣଙ୍କର। ସମସ୍ତଙ୍କୁ ନମସ୍କାର। ଟୁନି ଭଉଣୀକୁ ମଧ୍ୟ ଧନ୍ୟବାଦ, ବିନ୍ଦୁ ଭଉଣୀକୁ ମଧ୍ୟ ଧନ୍ୟବାଦ ଦଉଛି। ମତେ ଆହ୍ୱାନ ସୁନ୍ଦର ଭାବେ କରିଛନ୍ତି ଆଉ ସମୟ ଦେଇଛନ୍ତି। ଆସନ୍ତୁ ପଢିବା ଗୀତ ସଂଗୀତ 16 ପର୍ବ। ହେ ପରମେଶ୍ୱର, ମତେ ରକ୍ଷା କର, କାରଣ ମୁଁ ତୁମ୍ଭର ଶରଣାଗତ ଅଟେ। ମୁଁ ସଦାପ୍ରଭୁଙ୍କୁ କହିଅଛି, ତୁମ୍ଭେ ମୋହର ପ୍ରଭୁ। ତୁମ୍ଭ ବିନା ମୋହର କୌଣସି ମଙ୍ଗଳ ନାହିଁ। ପୃଥିବୀରେ ଯେଉଁ ପବିତ୍ର ଲୋକମାନେ ଅଛନ୍ତି ସେମାନେ ଆଦରଣୀୟ, ସେମାନଙ୍କଠାରେ ମୋହର ପରମ ସନ୍ତୋଷ। ଯେଉଁମାନେ ସଦାପ୍ରଭୁଙ୍କର ପରିବର୍ତ୍ତେ ଅନ୍ୟ ଦେବତାକୁ ଗ୍ରହଣ କରନ୍ତି, ସେମାନଙ୍କ ଦୁଃଖ ବଢିଯିବ। ସେମାନଙ୍କର ଦତ୍ତ ରକ୍ତର ପେୟ ନୈବେଦ୍ୟ ମୁଁ ଉତ୍ସର୍ଗ କରିବି ନାହିଁ, କିମ୍ବା ମୁଁ ସେମାନଙ୍କ ନାମ ଆପଣା ଓଷ୍ଠଧରରେ ନେବି ନାହିଁ। ସଦାପ୍ରଭୁ ମୋହର ଅଧିକାର ଓ ପାନପାତ୍ରର ବାଣ୍ଟ ସ୍ୱରୂପ। ତୁମ୍ଭେ ମୋହର ବାଣ୍ଟ ସ୍ଥିର କରୁଅଛ। ମୋ ପାଇଁ ମାପିବା ଦୌଡ଼ି ମନୋହର ସ୍ଥାନରେ ପଡ଼ିଅଛି। ହଁ, ମୁଁ ଉତ୍ତମ ଅଧିକାର ପାଇଅଛି। ମୁଁ ସଦାପ୍ରଭୁଙ୍କର ଧନ୍ୟବାଦ କରିବି, ସେ ମତେ ମନ୍ତ୍ରଣା ଦେଇଅଛନ୍ତି। ଆହୁରି ରାତ୍ରି କାଳରେ ମୋହର ଚିତ୍ତ ମତେ ଉପଦେଶ ଦିଏ। ମୁଁ ସର୍ବଦା ସଦାପ୍ରଭୁଙ୍କୁ ଆପଣା ସମ୍ମୁଖରେ ରଖିଅଛି। ସେ ମୋହର ଦକ୍ଷିଣ ପାଖରେ ଥିବାରୁ ମୁଁ ବିଚଳିତ ହେବି ନାହିଁ। ଏଥିପାଇଁ ମୋହର ଅନ୍ତଃକରଣ ଆନନ୍ଦିତ ଓ ମୋହର ଗୌରବ ଉଲ୍ଲସିତ ହୁଏ। ମୋ ଶରୀର ମଧ୍ୟରେ ନିରାପଦରେ ବାସ କରିବ, କାରଣ ତୁମ୍ଭେ ମୋ ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ, କିମ୍ବା ତୁମ୍ଭେ ଆପଣା ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବ ନାହିଁ। ତୁମ୍ଭେ ମତେ ଜୀବନର ପଥ ଦେଖାଇବ। ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ। ତୁମ୍ଭ ଦକ୍ଷିଣ ପାଖରେ ନିତ୍ୟ ସୁଖ ଭୋଗ ଥାଏ। ଧନ୍ୟବାଦ। ଆମେନ୍। ଏ ଅଧ୍ୟୟନ ଦ୍ୱାରା ପରମେଶ୍ୱରଙ୍କର ଗୌରବ ହଉ। ବହୁତ ବହୁତ ଧନ୍ୟବାଦ ଦିଦି। ଅତି ଉତ୍ତମ ଭାବରେ ପରମେଶ୍ୱରଙ୍କର ସେ ଜୀବନ୍ତ ବାକ୍ୟକୁ ଅଧ୍ୟୟନ କରିକି ଶୁଣାଇଛନ୍ତି। ଆଉ ବିଶେଷ କରି ଯେ ପିତା ପରମେଶ୍ୱର ଜ୍ଞାନ ବୁଦ୍ଧି ପ୍ରଦାନ କରନ୍ତି, ଆନନ୍ଦ ଭରସା ବି ଦିଅନ୍ତି। ଅତି ସୁନ୍ଦର ବାକ୍ୟ ଅଧ୍ୟୟନ ଦ୍ୱାରା ବର୍ତ୍ତମାନ ଆମେ ଶୁଣିବାକୁ ପାଇଲୁ। ଦିଦିଙ୍କୁ ବହୁତ ବହୁତ ଧନ୍ୟବାଦ ଉତ୍ତମ ଭାବରେ ଅଧ୍ୟୟନ କରି ପରମେଶ୍ୱରଙ୍କ ଗୌରବ କରିଥିବାରୁ। ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ ଦିଦି। ଧନ୍ୟବାଦ। ବର୍ତ୍ତମାନ ରହିଛି ମେମୋରି ଭେର୍ସ। ଆଉ ଯଦି କିଏ ମେମୋରି ଭେର୍ସ କହିବା ପାଇଁ ଚାହାନ୍ତି ତ ଏଇ ସମୟ କହିପାରିବେ। ଯଦି ମୁଖସ୍ଥ ପଦ କହିବା ପାଇଁ ଚାହାନ୍ତି ତ ଆପଣ ମାନେ କହିପାରିବେ। সমস্তকে নমস্কার। সদাপ্রভু স্বর্গ হইতে দৃষ্টিপাত করেন, তিনি সমুদয় মনুষ্য সন্তানকে নিরীক্ষণ করেন। গীত সংগীতা 33-13 পদ। ধন্যবাদ মাই। ଆଉ ଯଦି କିଏ ସମସ୍ତଙ୍କୁ ନମସ୍କାର। କାରଣ ଯାହା ହଜି ଅଛି ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟ ପୁତ୍ର ଆସିଅଛନ୍ତି। ଲୁକ 19 ପର୍ବର 10 ପଦ। ବହୁତ ବହୁତ ଧନ୍ୟବାଦ। ଆଉ ଯଦି କିଏ କହିବା ପାଇଁ ଚାହାନ୍ତି ଯଦି ନାଇଁ ଠିକ ଅଛି। ପ୍ରଭୁ ଆମମାନଙ୍କୁ ତାଙ୍କରି ବାକ୍ୟ ଦ୍ୱାରା କଥା କହିଅଛନ୍ତି, ଆମମାନଙ୍କୁ ଶିକ୍ଷା ପ୍ରଦାନ କରିଅଛନ୍ତି। ଯେଉଁମାନେ ଆଜି ମୁଖସ୍ଥ ପଦ କହିଅଛନ୍ତି ପ୍ରଭୁ ସେମାନଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ପରମେଶ୍ୱରଙ୍କର ସେ ମୁଖ ନିର୍ଗତ ବାକ୍ୟକୁ ମୁଖସ୍ଥ କରି ପରମେଶ୍ୱରଙ୍କ ଗୌରବ ନିମନ୍ତେ ପ୍ରକାଶ କରିଛନ୍ତି।
ଆଉ ତହିଁ ମାଧ୍ୟମ ଦେଇ ମଧ୍ୟ ଆମମାନଙ୍କୁ ଶିକ୍ଷା ପ୍ରଦାନ କରିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ରହିଛି ବାଇବଲ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ। ଆଉ ଏଇ ବାଇବଲ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ଆଗେଇବେ ଆମମାନଙ୍କର ସୁଶୀଳା। ତ ମୁଁ ସୁଶୀଳାକୁ ଆହ୍ୱାନ କରେ ଆଗକୁ ଆସିବେ ଏବଂ ବାଇବଲ ପ୍ରଶ୍ନ କାର୍ଯ୍ୟକୁ ପରିଚାଳନା କରିବେ। ଏ ସମୟ ହେଉଛି ଆପଣଙ୍କର ମିସେସ୍ ସୁଶୀଳା। ଆଉ ଯେତେ ଜଣ ଆମମାନେ ଭିଡ଼ିଓରେ ଅଛୁ, ଯଦି ଭିଡ଼ିଓ ଖୋଲିକି ବସିବା ତ ଏକକୁ ଆରେକ ମଧ୍ୟ ସହଯୋଗ ସହିତ ପରମେଶ୍ୱରଙ୍କର ଗୌରବ ପ୍ରଶଂସା କରିବା। ଏକକୁ ଆରେକ ମଧ୍ୟ ତାହା ଉତ୍ସାହିତ କରିବ। ଯେଉଁମାନେ ଆଜି ବ୍ୟବହୃତ ହେଉଛନ୍ତି ସେମାନଙ୍କ ନିମନ୍ତେ ମଧ୍ୟ ଗୋଟେ ଉତ୍ସାହର କାରଣ ହେବ। ତେଣୁ ଅନୁରୋଧ କରେ ଆପଣମାନେ ଯଦି ଭିଡ଼ିଓ ଖୋଲିକି ବସିବେ ତ ଭଲ ହେଇଥାନ୍ତା। ଧନ୍ୟବାଦ ଆପଣଙ୍କୁ ଏବଂ ଉପସ୍ଥିତ ପ୍ରତ୍ୟେକଙ୍କୁ ମୋର ପ୍ରେଜ୍ ଦ ଲର୍ଡ ନମସ୍କାର। ନମସ୍କାର, ଆଉ ନମସ୍କାର। ଯେମିତିକି ଆମେ ଧାରାବାହିକ ଭାବରେ ଦେଖି ଆସୁଅଛୁ ବା ଅଧ୍ୟୟନ ପଢି ଆସୁଅଛୁ ଏହି ଯାତ୍ରା ପୁସ୍ତକ। ଆଜି ଦେଖିବା ଯାତ୍ରା ପୁସ୍ତକ 36 ଅଧ୍ୟାୟ। ଆଉ ଆମେ ମିଳିମିଶି ଏହି ପ୍ରଶ୍ନ ଏବଂ ଉତ୍ତର କାର୍ଯ୍ୟକ୍ରମକୁ କରିବା। ତ ଆଜିର ଅଧ୍ୟାୟ ହଉଛି ଯାତ୍ରା ପୁସ୍ତକ 36 ଅଧ୍ୟାୟ 36। ଆଉ ମୁଁ ଯେତେବେଳେ ପ୍ରଶ୍ନ ପଢିବି ଆପଣମାନେ ଦୟାକରି ଜାଣିଥିଲେ ଅନମ୍ୟୁଟ କରିକି ଉତ୍ତର ଦିଅନ୍ତୁ। ଆଉ ଏହା ମୌଖିକ ପ୍ରଶ୍ନ ଉତ୍ତର। ଆଉ ତ ସେଇ ହିସାବରେ ମାନେ ଦେଖିବା। ତ ପ୍ରଥମ ପ୍ରଶ୍ନ ହେଲା, କେବଳ କଣ ବଛେଲଲ ଏବଂ ଅହଲ୍ୟାବ ହିଁ ପବିତ୍ର ସ୍ଥାନ ନିର୍ମାଣର କାମ କରିଥିଲେ? ବା କିଏ ପବିତ୍ର ସ୍ଥାନ ନିର୍ମାଣର କାର୍ଯ୍ୟ କରିଥିଲେ? କେବଳ ବଛେଲଲ ଏବଂ ଅହଲ୍ୟାବ और ଅନ୍ୟ ଲୋକମାନେ ମଧ୍ୟ? ଅନ୍ୟ ଲୋକମାନେ ମଧ୍ୟ ସାହାଯ୍ୟ। ଧନ୍ୟବାଦ। ପରମେଶ୍ୱରଙ୍କ ଆଜ୍ଞା ଅନୁଯାୟୀ ଇସ୍ରାଏଲର ଲୋକମାନେ ମୋଶାଙ୍କ ନିକଟକୁ ସୁନା, ତୈଳ ଇତ୍ୟାଦିର ଦାନ ଆଣିଥିଲେ। ମୋଶା ଏହି ଦାନ ଗୁଡ଼ିକ କାହାକୁ ଦେଇଥିଲେ? ଯାତ୍ରା ପୁସ୍ତକ 36 ଅଧ୍ୟାୟ ବାଇବଲ ଦେଖିବି କହିପାରିବେ। ମୋଶା এই ପବିତ୍ର ସ୍ଥାନ ଦେଖିବେ ଯାତ୍ରା ପୁସ୍ତକ 36 ଅଧ୍ୟାୟର 2 ପଦରେ ହିଁ ଅଛି। ପବିତ୍ର ସ୍ଥାନର କର୍ମୀ କଣ ଅଭିଯୋଗ କରିଥିଲେ? ଲୋକମାନେ ସେହି କାର୍ଯ୍ୟ ନିମନ୍ତେ ପ୍ରয়োଜନ ଦ୍ରବ୍ୟରୁ ଅତି ଅଧିକ ଆଣୁଅଛନ୍ତି ବୋଲି। ଧନ୍ୟବାଦ ଆପଣଙ୍କୁ। ୟେସ୍। ପବିତ୍ର ସ୍ଥାନ ନିର୍ମାଣ ପାଇଁ ଇସ୍ରାଏଲ ମାନେ ଆଣିଥିବା ଦାନ କଣ ଯଥେଷ୍ଟ ଥିଲା କି? ଯଥେଷ୍ଟରୁ ବେଶୀ ଥିଲା। ନାଇଁ। ଧନ୍ୟବାଦ। ପବିତ୍ର ସ୍ଥାନର ଆବାସ ଗୁଡ଼ିକର ପ୍ରମୁଖ ରଙ୍ଗ ଗୁଡ଼ିକ କଣ ଥିଲା? ବା ତମ୍ବୁ, ପବିତ୍ର ସ୍ଥାନ ବା ଯୋଉ ଆବାସ ତମ୍ବୁ ନିର୍ମାଣ କରାଯାଉଥିଲା ସେହି ଅଧ୍ୟାୟରେ ଦେଖନ୍ତୁ
ସେ ଆବାସ ଗୁଡ଼ିକର ପ୍ରମୁଖ ରଙ୍ଗ ଗୁଡ଼ିକ କଣ ଥିଲା? ଦେଖିବେ ଯାତ୍ରା ପୁସ୍ତକ 36 ଅଧ୍ୟାୟର 8 ପଦରେ। পাকানো সাদা মসৃণা সূত্র, নীল বেগুনে ও লাল সূত্র নিমিত্ত 10 যবনিকা দ্বারা আবাস প্রস্তুত করিলেন। ଧନ୍ୟବାଦ ଆପଣଙ୍କୁ। ପବିତ୍ର ତମ୍ବୁଟି କଣ ସହିତ ତିଆରି ହୋଇଥିଲା? শিল্পকারে কৃত অরূপ অরূপ গড়ে আকৃতি ছিল। প্রত্যেক যবনিকা 28 হস্ত দীর্ঘ, প্রত্যেক যবনিকা 4 হস্ত প্রস্থ পর্যন্ত যবনিকা একই পরিমাণ ছিল। ଧନ୍ୟବାଦ। ସେ 8 ପଦରେ ହିଁ ଆମେ ଦେଖିପାରିବା। କିରୁବ ଆକୃତିର ଥିଲା, ଶିଳ୍ପକର୍ମରେ କିରୁବ ଆକୃତିର ଥିଲା। ଧନ୍ୟବାଦ। ପବିତ୍ର ତମ୍ବୁ ପାଇଁ ପରଦା କେଉଁ ରଙ୍ଗର ଥିଲା? ଶୁଭ। କେଉଁ ରଙ୍ଗର ଥିଲା? পাকানো সাদা মসৃণা সূত্র নীল বেগুনে ও লাল সূত্র নিমিত্ত ছিল। ପବିତ୍ର ତମ୍ବୁ ପାଇଁ ପରଦା କେତେଟି ସ୍ତମ୍ଭରେ ଝୁଲା ଯିବା ଉଚିତ? ପୁଣି ସେ 5 ଯବନିକା ଏକତ୍ର ଯୋଗ କଲେ, ଅନ୍ୟ 5 ଯବନିକା ଏକତ୍ର ଯୋଗ କଲେ। ଚାରି ସ୍ତମ୍ଭ। ଧନ୍ୟବାଦ। ଏହି ଅଧ୍ୟାୟଟି 2ଟି ପରଦା ସେଟ୍ ବିଷୟରେ ଆଲୋଚନା କରେ। ପ୍ରତ୍ୟେକ ସେଟ୍ରେ କେତେ ପରଦା ରହିବା ଉଚିତ? 5। Yeah, thank you. ଧନ୍ୟବାଦ ଆପଣଙ୍କୁ ଯେଉଁମାନେ ପାର୍ଟିସିପେଟ କରିଛନ୍ତି, ବହୁତ ଧନ୍ୟବାଦ ଦଉଛି। ଆଉ ପ୍ରଭୁଙ୍କ ଇଚ୍ଛା ହେଲା ଆଉ ଥରେ ମାନେ ପଢିବା ବା ଦେଖିବା ମିଳିମିଶି ଯାତ୍ରା ପୁସ୍ତକ 37 ଅଧ୍ୟାୟ ଆଉ ଥରେ ପଢନ୍ତୁ। এই ଅଧ୍ୟାୟକୁ ଆଉ ଥରେ ଭଲରେ ବୁଝିପାରିବେ। ତ ବର୍ତ୍ତମାନ ମୁଁ ଏ ଅଧ୍ୟାୟର ଭିଡିଓକୁ ଆପଣଙ୍କ ସହିତ ସେୟାର କରୁଛି, ଯାହାକି ଇଂରାଜୀରେ ଏକ୍ସପ୍ଲେନ ହବ, ଆଉ ଆପଣ ଓଡ଼ିଆ ସବଟାଇଟଲରେ ବି ଜାଣିପାରିବେ, ପୁଣି ଆଉ ବାଇବଲ ପଢିକି ବି ବୁଝିପାରିବେ 36 ଅଧ୍ୟାୟ। Craftsmen made 10 curtains of finely woven linen for the tabernacle. Then Bezalel decorated the curtains with blue, purple, and scarlet thread, and with skillfully embroidered cherubim. Welcome to Bible Revealed, where we dive into stories and chapters of the Bible. In Exodus 35, Moses gathers the people and reminds them to keep the Sabbath holy. Then he calls for offerings to build the tabernacle. The people respond with joyful hearts, giving gold, silver, fabrics, and more. Skilled workers, led by Bezalel and Oholiab, are chosen to begin the sacred work. Everyone, men and women alike, brings what they have to honor God. The spirit of generosity fills the camp. Now, in Exodus 36, the building begins. But something amazing happens. The people give too much. Will Moses have to stop them? The house of God is finally taking shape. Exodus chapter 36. Overflowing gifts, building God's house with willing hearts. The Lord has gifted Bezalel, Oholiab, and the other skilled craftsmen with wisdom and ability to perform any task involved in building the sanctuary. Let them construct and furnish the tabernacle, just as the Lord has commanded.
So Moses summoned Bezalel and Aholiab and all the others who were specially gifted by the Lord and were eager to get to work. Moses gave them the materials donated by the people of Israel as sacred offerings for the completion of the sanctuary. But the people continued to bring additional gifts each morning. Finally, the craftsmen who were working on the sanctuary left their work. They went to Moses and reported, "The people have given more than enough materials to complete the job the Lord has commanded us to do." So Moses gave the command, and this message was sent throughout the camp. "Men and women, don't prepare any more gifts for the sanctuary. We have enough." So the people stopped bringing their sacred offerings. Their contributions were more than enough to complete the whole project. The skilled craftsmen made 10 curtains of finely woven linen for the tabernacle. Then Bezalel decorated the curtains with blue, purple, and skillfully embroidered cherubim. All 10 curtains were exactly the same size, 42 feet long and 6 feet wide. 5 of these curtains were joined together to make one long curtain, and the other 5 were joined to make a second long curtain. He made 50 loops of blue yarn and put them along the edge of the last curtain in each set. The 50 loops along the edge of one curtain matched the 50 loops along the edge of the other curtain. Then he made 50 gold clasps and fastened the long curtains together with the clasps. In this way, the tabernacle was made of one continuous piece. He made 11 curtains of goat hair cloth to serve as a tent covering for the tabernacle. These 11 curtains were all exactly the same size, 45 feet long and 6 feet wide. Bezalel joined 5 of these curtains together to make one long curtain, and the other 6 were joined to make a second long curtain. He made 50 loops for the edge of each large curtain. He also made 50 bronze clasps to fasten the long curtains together. In this way, the tent covering was made of one continuous piece. He completed the tent covering with a layer of tanned ram skins and a layer of fine goatskin leather. For the framework of the tabernacle, Bezalel constructed frames of acacia wood. Each frame was 15 feet high and 27 inches wide, with 2 pegs under each frame. All the frames were identical. He made 20 of these frames to support the curtains on the south side of the tabernacle. He also made 40 silver bases, 2 bases under each frame, with the pegs fitting securely into the bases. For the north side of the tabernacle, he made another 20 frames, with their 40 silver bases, 2 bases under each frame. He made 6 frames for the rear, the west side of the tabernacle, along with 2 additional frames to reinforce the rear corners of the tabernacle. These corner frames were matched at the bottom and firmly attached at the top with a single ring, forming a single corner unit. Both of these corner units were made the same way, so there were 8 frames at the rear of the tabernacle, set in 16 silver bases, 2 bases under each frame. Then he made crossbars of acacia wood to link the frames, 5 of the tabernacle and 5 for the south side. He also made 5 crossbars for the rear of the tabernacle which faced west. He made the middle crossbar to attach halfway up the frames. It ran all the way from one end of the tabernacle to the other. He overlaid the frames with gold and made gold rings to hold the crossbars. Then he overlaid the crossbars with gold as well. For the inside of the tabernacle, Bezalel made a special curtain of finely woven linen. He decorated it with blue, purple, and scarlet thread and with skillfully embroidered cherubim. For the curtain, he made 4 posts of acacia wood and 4 gold hooks. He overlaid the posts with gold and set them in 4 silver bases. Then he made another curtain for the entrance to the sacred tent. He made it of finely woven linen and embroidered it with exquisite designs using blue, purple, and scarlet thread. This curtain was hung on gold hooks attached to 5 posts. The posts with their decorated tops and hooks were overlaid with gold, and the 5 bases were cast from bronze. धन्यवाद। ଏହା ଥିଲା ଆଜିର ଏହି ଅଧ୍ୟାୟ, ଯାହାକି ଯାତ୍ରା ପୁସ୍ତକ 36 ଅଧ୍ୟାୟ। ଆଉ ଥରେ ପଢନ୍ତୁ ଆଉ ଭଲରେ ବୁଝିପାରିବା।
धन्यवाद। ओवर टू यू। बहुत बहुत धन्यवाद। प्रश्न उत्तर माध्यम द्वारा पुणी वीडियो शो द्वारा प्रभु वाक्य को शिक्षा प्राप्त कराई प्रत्येक को साहाय्य कर आग को बढ़िया निमंते प्रभु आपण को आशीर्वाद करंतु। बहुत बहुत धन्यवाद। आपन वर्तमान रही टेस्टिमोनी जदि किए साक्ष्य देवाई चाहती तो यह समय हूँ साक्ष्य देवार समय आपण माने साक्ष्य दे पारे। जदि कहारी साक्ष्य रही जदि नाही ठीक अच्छे प्रभु आम को अनुग्रह कर आमान को दिन देखा प्रभु दया अनुग्रह कर दयारु आम दिन देखा पारुछु। कौन से आम एमती किसी योग्यता ना किंतु प्रभु तांकरी करुणारू आम को यही समय प्रदान कर क्षुद्र मनुष्य मान को आउ से स्मरण रे आणुछंती सुंदर सुजोग आमान को प्रदान करुछंती। तेणु प्रभु को विशेष कर धन्यवाद दिए प्रभु को कारण आमान को जीवित रखिछंती। आ कौन सी खाद्य द्वारा बा कौन सी टंका द्वारा बा बल द्वारा माने इस समय बाई जीवित रही ना किंतु परमेश्वरंकर करुणा आमान को प्रति थिबारु तई साथे समय मत प्रदान करथिबारु प्रभु को धन्यवाद दिए। या गोटे प्रत्येक निमंते या गोटे गोटे साक्ष्य आ ई साक्ष्य द्वारा मध्य परमेश्वर गौरव पांतु। वर्तमान आमाने प्रार्थना करिबा। आमान को गहन रे आंटी अछंती तांको मु अनुरोध करे मिसेस कुमुदिनी लिमा आंटी को अनुरोध करे। आंटी प्रेज द लॉर्ड। नमस्कार। प्रेज द लॉर्ड। नमस्कार। नमस्कार। केते विषय कहिबी सेथि निमंते प्रार्थना रे कढई नेबे। आज्ञा। विशेष कर विभिन्न आरोप रे बिना दोष रे जेल रहिथिबा भाई भौणी बा पिला मान को निमंते बा बड़ मान को निमंते प्रार्थना करंतु। परमेश्वर से मान को मुक्त करंतु सेथि निमंते प्रार्थना करिवे। पुणी ऑनलाइन माध्यम रे प्रभुंकर वाक्य एते प्रचारित होउची ताहा जेपरि कि व्यर्थ न जीव। प्रभु पवित्र आत्मा से मान को हृदय कार्य करंतु बोध दियंतु जो द्वारा कि वाक्य जेपरि कि व्यर्थ न हब फल फलिब सेथि निमंते प्रार्थना करिवे। आउ जो माने ए दिन मानकरे निजर प्रिय मान को हरई छंती शिशु काकुल परिवार निमंते संतना निमंते प्रार्थना करिवे। पुणी शेष रे वाक्य पुणी आसीथिबा व्यक्ति निमंते मध्य प्रार्थना करिवे। एई 3-4 गोटी विषय आपन को कहली एथि निमंते प्रार्थना रे कढै नेबे। मो प्रभु को धन्यवाद दिए संध्या समय ऑनलाइन माध्यम रे वुमेन्स फेलोशिप रे जोग देथिबा प्रभु को दासी मान को मोर भक्तिपूर्ण नमस्कार। आसंतु प्रार्थना करिबा। सर्वशक्तिमान प्रिय प्रभु धन्यवाद दूची कारण तुम्हें अमानकर ईश्वर हुए पर्यंत अमान को बही आनिछ प्रभु। तुम परी ईश्वर तुम परी परमेश्वर आमे कहा निकट को गले भी आमे पाई पारिबु नै प्रभु। एपरी जीवंत स्वर्गीय पिता तुम प्रेम वर्णनीय प्रभु। तुम दया अपार प्रभु। तुम स्नेहपूर्ण करुणा आज जाए अमान को बंचे आनिछ प्रभु। दिन प्रतिदिन अमान को तुम्हें देखा को देइछ धन्यवाद दूची प्रभु। आजिका दिन रे दिन देखिबा पाई अनेक लोक प्रभु जीवन रे हारी छंती प्रभु जगत रे नहांती मात्र तुम दया करुणा अमान को पाई प्रचुर बोली मु तुमको धन्यवाद दूची प्रभु। अनेक रोग संकट व्याधि फांद भाव नाटन दुख दरिद्रता मध्य देई प्रभु आमान को तुम्हें कढ़ी आनिछ। मो लोक मान को कढ़ी आनिछ प्रभु। मो लोक मान को तुम्हें रक्षा करिछ एति धन्यवाद दूची
प्रभु ए सुंदर प्लाटफर्म टी आमମାନଙ୍କ ପାଇଁ ଦେଇଅଛ ଯାହାଙ୍କ ଦ୍ୱାରା এই ସମସ୍ତ ବିଷୟ ଆମେ ପାଇ ଆସୁଛୁ ପ୍ରଭୁ ଅନୁଗ୍ରହରେ ବାପା ସେଇ ପରିବାରକୁ ଆଶୀର୍ବାଦ କର ତୁମ ଦାସୀ ସବୁବେଳେ ସବୁ ସମୟରେ ସେ ପରିଚାଳନା କରି ଆସୁଅଛନ୍ତି ପ୍ରଭୁ ତାର ପରିଚାଳନା ମଧ୍ୟରେ ତୁମର ଉପସ୍ଥିତି ରଖି ତୁମର ଗୌରବ ନିମନ୍ତେ ତାଙ୍କୁ ତୁମେ ବ୍ୟବହାର କରୁଛ ଏଥିପାଇଁ ଧନ୍ୟବାଦ ଦଉଛି ପ୍ରଭୁ ବିଶେଷ ପ୍ରାର୍ଥନା କରୁଛି ଏ ସମର ନିବେଦନ ତୁମ ଦାସୀ ତୁମ ନିକଟରେ ରଖିଛନ୍ତି ପ୍ରଭୁ ବାପା ଆଜିକା ଜଗତରେ ପ୍ରଭୁ ଅନେକ ସମସ୍ୟା ପ୍ରତିକୂଳ ଶକ୍ତି ଦେଇ ପ୍ରଭୁ ଲୋକମାନଙ୍କର ଆତ୍ମିକ ଜୀବନ ଆଜି ହରେଇଛନ୍ତି ପ୍ରଭୁ ଅନେକ ବିଶ୍ୱାସରେ ଦୁର୍ବଳ ହେଇଯାଇଛନ୍ତି ପ୍ରଭୁ ଅନେକ ପ୍ରଭୁ ତୁମ ନିକଟରେ ପ୍ରାର୍ଥନା କରୁଛି ଯେଉଁମାନେ ଅକାରଣରେ ପ୍ରଭୁ ଜେଲ ଦଣ୍ଡ ଭୋଗୁଛନ୍ତି ତୁମ ସେବା କରିବାରେ କି ଅନ୍ୟାନ୍ୟ କାର୍ଯ୍ୟରେ ପ୍ରଭୁ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଜେଲରେ ଅଛନ୍ତି ସେମାନଙ୍କୁ ତୁମେ ମୁକ୍ତ କର ପ୍ରଭୁ ପ୍ରଭୁ ଯେଉଁମାନେ ଅନ୍ୟାନ୍ୟ କାର୍ଯ୍ୟରେ ରହି ଜେଲ ଦଣ୍ଡ ଭୋଗୁଛନ୍ତି ପ୍ରଭୁ ଦୋଷ ରହି ଜେଲ ଦଣ୍ଡ ଭୋଗୁଛନ୍ତି ସେମାନଙ୍କର ଦୋଷକୁ ବୁଝିବାକୁ ଦିଅ ମଧ୍ୟ ସେମାନେ ଦୋଷରୁ ମୁକ୍ତ ହେଉ ହେଉ ଜେଲରୁ ମଧ୍ୟ ମୁକ୍ତ ହେବେ ମଧ୍ୟ ତୁମ ଚରଣ ତଳେ ଶରଣ ନେଇ ପାରିବେ ଏଥିପାଇଁ ମଧ୍ୟ ଅନୁଗ୍ରହ କର ପ୍ରାର୍ଥନା କରୁଛି ଜୀବନ୍ତ ସ୍ୱର୍ଗୀୟ ପିତା ପ୍ରଭୁ ଅନେକ ତୁମର ଦାସ ଦାସୀ ମାନେ ଆଜି ଜେଲରେ ଅଛନ୍ତି ପ୍ରଭୁ ଅନେକ ତ ମୁକୁଳା ଯାଇଛନ୍ତି ଅନେକ ତ ଜେଲ ମଧ୍ୟରେ ଅଛନ୍ତି ତୁମ ନାମ ସକାଶେ ଏଥିପାଇଁ ପ୍ରଭୁ ପ୍ରାର୍ଥନା କରୁଛି ସେମାନଙ୍କୁ ତୁମେ ମୁକ୍ତ କର ପ୍ରଭୁ ଜେଲରେ ରହି ମଧ୍ୟ ତୁମର ଗୌରବ କରିବା ପାଇଁ ଧୈର୍ଯ୍ୟ ହରା ହେବାକୁ ଦିଅ ନାହିଁ ପ୍ରଭୁ ସେମାନଙ୍କୁ ସାହସ ବଳ ଶକ୍ତି ଦିଅ ଠିକ ସମୟରେ ତୁମେ ମୁକ୍ତ କରି ତୁମ ସେବାରେ ଆଗକୁ ବଢିବା ପାଇଁ ସାହାଯ୍ୟ କର ଆଜି ଅନେକ ଲୋକ ପ୍ରଭୁ ତୁମର ବାକ୍ୟର ବାଧ୍ୟ ତୁମର ବାକ୍ୟ ଶୁଣିବାରେ କର୍ଣ୍ଣରୁଦ୍ଧ ପ୍ରଭୁ ତୁମ କାର୍ଯ୍ୟ କରିବାରେ ପଛ ଘୁଞ୍ଚା ଏପରି ଜଗତରେ ଅନେକ ଲୋକମାନେ ଅଛନ୍ତି ସେମାନଙ୍କୁ ତୁମେ ଦୟା କର ତୁମର ବାକ୍ୟ ଶୁଣାଅ ସେମାନେ ତୁମର ବାକ୍ୟ ଶୁଣିବେ ଏବଂ ବୁଝିବେ ତୁମ ନିକଟବର୍ତ୍ତୀ ହେବେ ସାହାଯ୍ୟ କର ପ୍ରାର୍ଥନା କରୁଛି ବର୍ତ୍ତମାନ ଦିନମାନଙ୍କରେ ଅନେକ ପରିବାରରେ ଦୁଃଖର ଘଟଣା ଗୁଡ଼ିକ ଘଟିଛି ପ୍ରଭୁ ହଠାତ୍ ହଠାତ୍ ଲୋକମାନଙ୍କର ପ୍ରାଣ ଜୀବନ ଚାଲି ଯାଇଛି ପ୍ରଭୁ ଯେଉଁ ପରିବାର ମାନଙ୍କ ମଧ୍ୟରେ ପ୍ରଭୁ ଦୁଃଖର ଛାୟା ଘଟି ଯାଇଛି ପ୍ରଭୁ ଶାନ୍ତି ସାନ୍ତ୍ୱନା ଦେବା ଲୋକ ଜଗତରେ କେହି ନୁହନ୍ତି ପ୍ରଭୁ ପ୍ରାର୍ଥନା କରୁଛି ସେଇ ପରିବାର ମାନଙ୍କୁ ତୁମେ ଶାନ୍ତି ଦାନ କର କାରଣ ତୁମେ ତ କହିଅଛ ତୁମେ ନିଜେ ଶାନ୍ତି ଅଟ ପ୍ରଭୁ ତୁମ ଶାନ୍ତି ସେମାନଙ୍କର ପରିବାର ମଧ୍ୟରେ ସେମାନଙ୍କର ହୃଦୟ ମଧ୍ୟରେ ବିରାଜିତ ହେଉ ପ୍ରଭୁ ମନୁଷ୍ୟ ଶାନ୍ତି ଦେବା ପାଇଁ ଚାହେଁ ମାତ୍ର ମନୁଷ୍ୟର ଶାନ୍ତି ଅଳ୍ପ କ୍ଷଣ ପ୍ରଭୁ ତୁମର ଶାନ୍ତି ସେମାନଙ୍କର ପରିବାର ମାନଙ୍କ ମଧ୍ୟରେ ବ୍ୟକ୍ତିଗତ ଜୀବନରେ ଦାନ କରି ପ୍ରଭୁ ତୁମର ଗୌରବ ନିମନ୍ତେ ସେମାନଙ୍କୁ ତୁମ ନିକଟକୁ ଟାଣି ଆଣ ପ୍ରଭୁ ପ୍ରାର୍ଥନା କରୁଛି ଆଜିର ବକ୍ତ୍ରୀ ମହାପାୟ ପ୍ରଭୁ ତାଙ୍କୁ ତୁମେ ଅନେକ ସ୍ଥାନରେ ବ୍ୟବହାର କରୁଛ ତୁମ ଧର୍ମ ଗୁଣରେ ପ୍ରଭୁ ତାଙ୍କୁ ତୁମେ ଅଭିଷେକ କରି ଆଜି ଦିନ ଆମମାନଙ୍କ ପାଇଁ ଯୋଉ ବାକ୍ୟ ରଖିଅଛ ତାଙ୍କ ମୁଖ ଦେଇ ତୁମେ କଥା କୁହ ପ୍ରଭୁ ଆମମାନେ ତାଙ୍କ କଥା ଶୁଣିବା ପାଇଁ ସ୍ଥାନରେ ବସିନାହୁଁ ମାତ୍ର ତୁମ କଥା ଶୁଣିବା ପାଇଁ ବସିଅଛୁ ପ୍ରଭୁ ସେଥିପାଇଁ ତାଙ୍କ ମୁଖରେ ତୁମେ କଥା କୁହ ପ୍ରଭୁ କାରଣ ତୁମ କଥା ଯେତେବେଳେ କୁହାଯାଏ ସେତେବେଳେ ପ୍ରଭୁ ଆମମାନଙ୍କୁ ପରିତୃପ୍ତ ଆସେ ଭଲ ବି ଲାଗେ ପ୍ରଭୁ ତୁମେ ଏପରି ତାର ମୁଖକୁ ତୁମେ ବ୍ୟବହାର କର ତାଙ୍କୁ ତୁମେ ଶକ୍ତିଯୁକ୍ତ କର ପ୍ରଭୁ ଯାହା ଆମମାନଙ୍କ ପାଇଁ ପ୍ରୟୋଜନୀୟ ବିଷୟ ରହିଛି ତାହା ଆମମାନଙ୍କ ପାଇଁ ଦିଅ ପ୍ରଭୁ ପ୍ରାର୍ଥନା କରୁଛି ପ୍ଲାଟଫର୍ମରେ ଯେତେ ଜଣ ତୁମ ଦାସୀ ମାନେ ଜଏନ କରିଛୁ ପ୍ରଭୁ ଆମମାନଙ୍କୁ ସୁସ୍ଥିର ଆତ୍ମା ଦାନ କର ପ୍ରଭୁ ତୁମର ବାକ୍ୟ ଶୁଣିବା ପାଇଁ ଆମେ କର୍ଣ୍ଣ ରୁଦ୍ଧ କରି କର୍ଣ୍ଣ ମୁକ୍ତ କରୁ କରୁ ପ୍ରଭୁ ସେଇ କର୍ଣ୍ଣ ଦ୍ୱାରା ପ୍ରଭୁ ସେଇ ବାକ୍ୟକୁ ଗ୍ରହଣ କରିବା ଦ୍ୱାରା ପ୍ରଭୁ ଆମର ଆତ୍ମିକ ଜୀବନର କ୍ଷୁଧା ତୃଷା ପ୍ରଭୁ ଆମେ ସମ୍ପୂର୍ଣ୍ଣ ପରିତୃପ୍ତ ହେବୁ ପ୍ରଭୁ ବାକ୍ୟ ଶୁଣୁ ଶୁଣୁ ତୁମର ବାକ୍ୟରେ ଯାହା ଲେଖା ଅଛି ଆଉ ବାକ୍ୟକୁ ବୁଝିବା ଭଳି ପ୍ରଭୁ ଆମମାନଙ୍କୁ ତୁମେ ଜ୍ଞାନ ପ୍ରଦାନ କର ସମସ୍ତ ଡିଭାଇସକୁ ସୁସ୍ଥିର ରଖ ଏ ପର୍ଯ୍ୟନ୍ତ ଯେଉଁମାନେ ଜଏନ କରିପାରିନାହାନ୍ତି ସେମାନଙ୍କୁ ତୁମେ ଜଏନ କରିବା ପାଇଁ ସୁଯୋଗ ଏବଂ ସୁବିଧା ଦିଅ ପ୍ରଭୁ ଅନେକ ଦିନରୁ ପ୍ରଭୁ ଜୁମ୍ ଚାଲୁ ରହିଛି ତୁମ ଦାସ ଦାସୀ ମାନେ ପରିଶ୍ରମ କରୁଛନ୍ତି ଆମମାନଙ୍କ ପାଇଁ ପ୍ରଭୁ ଆମେ ଏ ସ୍ଥାନରେ ଅନେକ ବିଷୟ ଶିଖି ପାରୁଛୁ
ମାତ୍ର ତାହା ଆମମାନଙ୍କର ଜୀବନରେ ଉଣା ପଡିଛି ବାପା। ଆଜି ପ୍ରଶ୍ନ ଉତ୍ତର ପ୍ରଭୁ ଯୋଉ ସମସ୍ତ କରାଯାଉଛି, ହୁଏତ ଆମମାନେ ଅନେକ ପ୍ରଭୁ ଏ ସ୍ଥାନରେ ଅଛୁ ଯେଉଁମାନେ ନିଶ୍ଚିତ ଭାବରେ ବାକ୍ୟକୁ ଆମେ ଅଧ୍ୟୟନ କରିପାରିନାହୁଁ, ସେଥିପାଇଁ ଆମେ ତହିଁର ପ୍ରଶ୍ନର ଉତ୍ତର ଦେଇପାରୁନାହୁଁ ପ୍ରଭୁ। ବାପା ଏଇ ସମୟ ଠାରୁ ଆମମାନଙ୍କୁ ବୁଦ୍ଧି ଜ୍ଞାନ ଦିଅ ପ୍ରଭୁ, ତାହା ପଢିବୁ, ଶରଣରେ ରଖିବୁ। ତୁମ ଦାସୀ ପ୍ରଭୁ ଅନେକ ଦୂରରେ ଥିଲେ ମଧ୍ୟ ଆମମାନଙ୍କ ପାଇଁ ପରିଶ୍ରମ କରି ସେ ପ୍ରଶ୍ନଟିକୁ ରଖିବା ଦ୍ୱାରା, ଆମେ ପଢି ଉତ୍ତର ଦେବା ଦ୍ୱାରା ଆମେ ବୁଝିପାରିବୁ, ଆମେ ଜାଣିପାରିବୁ ତୁମ ଶାସ୍ତ୍ରରେ ଏହା ଲେଖା ଅଛି ପ୍ରଭୁ, ତାହା ମାନେ ବିଶ୍ୱାସ କରିବୁ। ଏଥିପାଇଁ ପ୍ରିୟ ଦାସୀଙ୍କର ପରିଶ୍ରମକୁ ଆଶୀର୍ବାଦ କରୁ କରୁ ଯେଉଁମାନେ ବର୍ତ୍ତମାନ ପାର୍ଟିସିପେଟ୍ କରିଛନ୍ତି ସେମାନଙ୍କୁ ଆଶୀର୍ବାଦ କର। ଅନ୍ୟାନ୍ୟ ଦିନମାନଙ୍କରେ ଆହୁରି ଆହୁରି ଅଧିକ ମାତ୍ରାରେ ତାହା କରିବା ପାଇଁ ଆମମାନଙ୍କୁ ସାହାଯ୍ୟ କର। ଆଜିର ସେବା ଉପାସନା ପ୍ରାରମ୍ଭରୁ ତୁମର ଉପସ୍ଥିତି ରଖି ସମସ୍ତ କାର୍ଯ୍ୟକ୍ରମ ତୁମର ଗୌରବ ନିମନ୍ତେ କରି ତୁମେ ଗୌରବାନ୍ୱିତ ହୁଅ ବୋଲି ତ୍ରାଣକର୍ତ୍ତା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ସକଳ ପ୍ରାର୍ଥନା ଉତ୍ସର୍ଗ କରୁଅଛି ପିତା, ଆମେନ୍। ଧନ୍ୟବାଦ ଝିଅ। ଆମେନ୍। ଆଣ୍ଟି ବହୁତ ବହୁତ ଧନ୍ୟବାଦ। ସମସ୍ତ ଧନ୍ୟବାଦ। ପ୍ରଭୁଠାରୁ ବୋଝର ସହିତ ପ୍ରଭୁଙ୍କ ନିକଟବର୍ତ୍ତୀ କରେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆଚ୍ଛା। ବାକ୍ୟ ଶୁଣିବା ପୂର୍ବରୁ ଗୋଟେ ଛୋଟ ଗୀତ ମୁଁ ବୋଲିବାକୁ ଚାହେଁ ପ୍ରଭୁଙ୍କ ଗୌରବ ନିମନ୍ତେ। ସମସ୍ତଙ୍କର ଜଣାଶୁଣା ଗୀତ, ଯଦି ଆପଣମାନେ ଜାଣିଛନ୍ତି ତ ନିଜେ ନିଜେ ନିଜ ସ୍ଥାନରେ ରହି ମଧ୍ୟ ପ୍ରଭୁଙ୍କୁ ଧନ୍ୟବାଦ ଦେଇପାରିବେ। ସବୁ ଗୌରବ ପ୍ରଶଂସା ଯୁଗେ ଯୁଗେ ତୁମର, ସବୁ ଗୌରବ ପ୍ରଶଂସା ଯୁগে যুগে তুমর, তুমি অনাদি অনন্ত সত্য জীবন্ত, অনাদি অনন্ত সত্য জীবন্ত চিরন্তন পরমেশ্বর, সব গৌরব প্রশংসা যুগে যুগে তুমর, যুগে যুগে তুমর। তুম্ভ বাক্য বটে কি মনোহর, মধু ঠারু আহা কেড়ে মধুর, সে বাক্যକୁ যেবে করি আদর, অভাবে মোর হেলা আহার। তুম্ভ বাক্য বটে কি মনোহর, মধু ঠারু আহা কেড়ে মধুর, সে বাক্যକୁ যেবে করি আদর, অভাবে মোর হেলা আহার। সর্বশক্তিমান জীবনে মোহর, সর্বশক্তিমান জীবনে মোহর, পূর্ণ কর ইচ্ছা তুমর, সব গৌরব প্রশংসা যুগে যুগে তুমর, যুগে যুগে তুমর। ପ୍ରଭୁ ଏଇ ଗୀତ ଦ୍ୱାରା ଗୌରବ ପାଆନ୍ତୁ। ବର୍ତ୍ତମାନ ଆମମାନେ ବାକ୍ୟ ମାଧ୍ୟମକୁ ଯିବା। ପରମେଶ୍ୱରଙ୍କର ବାକ୍ୟ ଯେ ଆମମାନଙ୍କୁ ଆଶା ଭରସା ଶାନ୍ତି ଆନନ୍ଦ ଦେଇଥାଏ, ବିଶେଷ କରି ଆତ୍ମାରେ ବଢିବାକୁ ସାହାଯ୍ୟ କରେ। ତେଣୁ ଆସୁ ଆମମାନେ ବାକ୍ୟ ପ୍ରତି ମନୋଯୋଗ ହଉ। ଆଜିର ବର୍ତ୍ତମାନ ବାକ୍ୟ ପରିବେଷଣ କରିବେ ପ୍ରଭୁଙ୍କର ପ୍ରିୟ ଦାସୀ। ବିଭିନ୍ନ ସ୍ଥାନ ମାନଙ୍କରେ, ଜୁମ୍ ମାନଙ୍କରେ, ଅନଲାଇନ ଅଫଲାଇନ ମିଟିଂ ମାନଙ୍କରେ ପ୍ରଭୁଙ୍କର ସେବା କରି ଆସୁଅଛନ୍ତି। ପ୍ରଭୁଙ୍କର ବାକ୍ୟ ଦେଇ ପ୍ରତ୍ୟେକକୁ ଉତ୍ସାହିତ କରୁଛନ୍ତି। ଆମର ଏଇ ଓମେନ୍ ଫେଲୋସିପ ର ଗୋଟାଏ ମେମ୍ବର ଅଟନ୍ତି
ପୁଣି ଏଇଠାରେ ମଧ୍ୟ ଗୁଡ଼ାଏ ଥର ଆମମାନଙ୍କୁ ଉତ୍ସାହିତ ବାକ୍ୟ ଦେଇ ପ୍ରଭୁଙ୍କ ନିକଟବର୍ତ୍ତୀ କରାଇଛନ୍ତି। ବର୍ତ୍ତମାନ ମଧ୍ୟ ପ୍ରଭୁ ତାଙ୍କରି ପ୍ରିୟ ଦାସୀଙ୍କ ମୁଖ ଦ୍ୱାରା କଥା କହିବାକୁ ଯାଉଅଛନ୍ତି। ତେବେ ଏହି ସମୟ ମଧ୍ୟରେ ବାକ୍ୟ ପରିବେଷଣ କରିବା ନିମନ୍ତେ ମୁଁ ଆହ୍ୱାନ କରେ ମିସିସ୍ ଆଶା ପ୍ରେଖା ସାମନାୟକ ଆଗକୁ ଆସିବେ, ବାକ୍ୟରେ ଆମମାନଙ୍କୁ କଢ଼ାଇ ନେବେ। ଏ ସମୟ ହେଉଛି ଆପଣଙ୍କର। ମିସିସ୍ ଆଶା ପ୍ରେଖା ସାମନାୟକ। ଧନ୍ୟବାଦ ଭଉଣୀ। ସର୍ବପ୍ରଥମେ ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରଭୁ ଆମମାନଙ୍କୁ ଏ ବର୍ଷ ସାରା ଅନେକ ସମସ୍ୟା ଦେଇ ଗତି କଲେ ମଧ୍ୟ এই 11ତମ ମାସର 19 ତାରିଖ ଦିନ ପହଞ୍ଚେଇଛନ୍ତି। ଜୀବିତ ମାନଙ୍କ ମଧ୍ୟରେ ନାମ ସ୍ଥାନ ଦେଇଛନ୍ତି। ସେଥିପାଇଁ ପ୍ରଭୁଙ୍କର ନାମକୁ ଧନ୍ୟବାଦ ଦିଉ। ମତେ ସୁନ୍ଦର ସୁଯୋଗ ଦେଇଥିବାରୁ ଦୁଇ ପ୍ରଭୁଙ୍କ ଦାସୀଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଏବଂ ଆନ୍ତରିକ ନମସ୍କାର ଜଣାଏ। ଆସନ୍ତା ମାନେ ବାକ୍ୟ ପରିବେଷଣ କରିବା ପୂର୍ବରୁ ମୋ ନିମନ୍ତେ ପ୍ରଭୁଙ୍କ ଦାସୀ ଉତ୍ତମ ଭାବରେ ପ୍ରାର୍ଥନା କରିଛନ୍ତି, କିନ୍ତୁ ମୁଁ ଅଳ୍ପ ପ୍ରଭୁଙ୍କ ଠାରେ ସମର୍ପିତ ହେବାକୁ ଇଚ୍ଛା କରେ। ଆସନ୍ତା ମାନେ ପ୍ରାର୍ଥନା କରିବା। ଧନ୍ୟବାଦ ପ୍ରଭୁ, ମଙ୍ଗଳକାରୀ ପରମେଶ୍ୱର, ଜିହୋବା ଜିରି ସଦାପ୍ରଭୁ, ତୁମେ ମହାନ ପରମେଶ୍ୱର ବୋଲି ଆମମାନଙ୍କୁ ସବୁ ସମୟରେ ସବୁ ମୁହୂର୍ତ୍ତରେ ବ୍ୟବହାର କରି ଆଣୁଛ, ସେଥିପାଇଁ ଧନ୍ୟବାଦ ଦେଉଛି। ଆଜି ଦିନ ମଧ୍ୟରେ ତୁମେ ଆମମାନଙ୍କୁ ମାତ୍ର ମନ୍ଦରୁ ଉଦ୍ଧାର କରି ପ୍ରଭୁ ଜୀବିତ ମାନଙ୍କ ମଧ୍ୟରେ ନାମ ସ୍ଥାନ ଦେଲ ଏବଂ ଏହି ସନ୍ଧ୍ୟା ସମୟରେ ତୁମରି ପାଦ ତଳେ ବସି ତୁମରି ସେବା ଆରାଧନା କରିବା ପାଇଁ ପ୍ରଭୁ ସୁନ୍ଦର ସୁଯୋଗ ଦେଲ, ସେଥିପାଇଁ ଧନ୍ୟବାଦ ଦେଉଛୁ ପ୍ରଭୁ। ପ୍ରଭୁ ଏହି ସମୟରେ ତୁମରି ଉପସ୍ଥିତିକୁ ଆମେ ଅନୁଭବ କରିବୁ। ତୁମରି ଦାସୀ ମାନଙ୍କ ଆଗରେ ଯେ ତୁମରି ବାକ୍ୟ ମୁଁ ପରିବେଷଣ କରିବି ତାହା ନୁହେଁ, କେବଳ ତୁମେ ପ୍ରଭୁ କଥା କୁହ, ମତେ ପବିତ୍ର କର। ତୁମରି ପବିତ୍ର ବାକ୍ୟକୁ ଉଚ୍ଚାରଣ କରିବା ପାଇଁ ତୁମେ ମତେ ଶକ୍ତି ପୂର୍ଣ୍ଣ କର ବୋଲି ପ୍ରାର୍ଥନା କରୁଛି। ତୁମେ ଯଦି ମତେ ଶକ୍ତି ନ ଦେଲେ ପ୍ରଭୁ ମୁଁ ତାହା ଉଚ୍ଚାରଣ କରିପାରିବି ନାହିଁ। ପ୍ରଭୁ ତୁମେ ମତେ ପ୍ରସ୍ତୁତ କର ଏବଂ ମୋର ଜିହ୍ବାରେ ତୁମେ ରହି କଥା କୁହ ବୋଲି ପ୍ରାର୍ଥନା କରୁଛି। ଆରମ୍ଭରୁ ଏପର୍ଯ୍ୟନ୍ତ ତୁମରି ଉପସ୍ଥିତି ରଖିଲ, ଧନ୍ୟବାଦ ଦେଉଛି ଏବଂ ତୁମରି ବାକ୍ୟ ପରିବେଷଣ କରୁଛି। ପ୍ରଭୁ ମୋର ସହାୟକ, ମୋର ଚତୁର୍ଦିଗରେ ତୁମେ ରହି ମତେ କଢାଇ ନିଅ। ପ୍ରତ୍ୟେକଙ୍କୁ ସୁସ୍ଥିର ଆତ୍ମା ଦିଅ ବୋଲି ତ୍ରାଣକର୍ତ୍ତା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ କ୍ଷୁଦ୍ର ଭିକ୍ଷା ମାଗିଲି ପିତା, ଆମେନ୍। ଆସନ୍ତା ମାନେ ବାକ୍ୟ ମାଧ୍ୟମକୁ ଯିବା। ମୁଁ ବାକ୍ୟରେ ଗୋଟିଏ ଅଂଶ ଆପଣ ମାନଙ୍କୁ କହିବାକୁ ଚାହେଁ। ଆମେ ସବୁବେଳେ ଶାଶୁ ବୋହୂ ଆଉ ବାପା ଝିଅର ଆଉ ଅନେକ ବିଷୟ ବାଇବଲରୁ ଚିନ୍ତା କରିଥାଉ। ଆଜି ମୁଁ ଗୋଟିଏ ବିଷୟ ଆପଣ ମାନଙ୍କ ଆଗରେ ରଖିବାକୁ ଚାହୁଁଛି, ଆଉ ଶଶୁର ଆଉ ବୋହୂର। ଆପଣ ମାନେ ଜାଣିଛନ୍ତି ସେ ବିଷୟ, ଅତି ଜଣାଶୁଣା ବିଷୟ। ଆଉ ମୁଁ ଗୋଟେ ପ୍ରଶ୍ନ ପଚାରିବି, ତାହା କୋଉ ପୁସ୍ତକରେ ଲେଖା ଅଛି? ଶଶୁର ଆଉ ବୋହୂର କୋଉ ପୁସ୍ତକରେ ଲେଖା ଅଛି? ଠିକ ଅଛି, ମୁଁ ଆପଣ ମାନଙ୍କୁ କହିବାକୁ ଚାହେଁ ଆଦି ପୁସ୍ତକ 38 ପର୍ବରେ ତାହା ଲେଖା ଅଛି। ପରମେଶ୍ୱର ପ୍ରଥମେ ଅବ୍ରାହମକୁ ଆହ୍ୱାନ କଲେ, ତାପରେ ଇସାକଙ୍କୁ ମନୋନୀତ କଲେ, ତାପରେ ଯାକୁବକୁ ମନୋନୀତ କଲେ। ଇସାକଙ୍କୁ ଜାଁଳ ପୁତ୍ର ଦେଲେ, କିନ୍ତୁ ଏସକୁ ସେ ମନୋନୀତ କଲେ ନାହିଁ, ଆଉ ଯାକୁବକୁ ମନୋନୀତ କଲେ। ଆଉ ଯାକୁବର ଔରସରୁ ଜିହୁଦାକୁ ପରମେଶ୍ୱର ଜନ୍ମ ଦଉଛନ୍ତି। ଆଉ ସେହି ଜିହୁଦାର ବିଷୟ ଆଉ ତାମର ବିଷୟ ଆମେ ଚିନ୍ତା କରିବା। ଏଠାରେ ଲେଖା ଅଛି, ସେଇ ସମୟରେ ଜିହୁଦା, ମୋର ଆବାଜ ଠିକ ରେ ଶୁଭୁଛି ତ ନା ଘେରେ ଘେରେ ସାଉଣ୍ଡ ହଉଛି? ଠିକ ଶୁଭୁଛି? ଥ୍ୟାଙ୍କ ୟୁ। ସେଇ ସମୟରେ ଜିହୁଦା ଆପଣା ଭାତୃଗଣ ନିକଟରୁ ଆଦୁଲ୍ମିଆ ହୀରା ନାମକ ଜଣେ ଲୋକଙ୍କ ନିକଟରୁ ଗଲା। ସେଠାରେ ସ୍ୱୟଂ ନାମର କୌଣସି କିଣାନୀୟ ଲୋକର ଗୋଟିଏ କନ୍ୟାକୁ ଦେଖି ତାକୁ ବିବାହ କରି ତାହାର ସହବାସ କଲା। ଏଣୁ ସେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କଲେ, ତାହାର ନାମ ହେର ଦେଲା। ଆଉ ପୁନର୍ବାର ସେ ଗର୍ଭବତୀ ହୋଇ ଆଉ ଗୋଟେ ପୁତ୍ର ପ୍ରସବ କରୁଛି, ଆଉ ତାର ନାମ ଓନ୍ ଦେଲା। ଆଉ ପୁନର୍ବାର ସେ ଗର୍ଭବତୀ ହଉଛି, ଆଉ ଗୋଟେ ପୁତ୍ର ପ୍ରସବ କରୁଛି, ଆଉ ତାର ନାମ ସେଲା ଦେଲା। ଆଉ ସେଲା ଜନ୍ମ ହେବା ସମୟରେ ସେମାନେ ଜିହୁଦା କସିବରେ ରହୁଥିଲେ। ଆଉ ଜିହୁଦାର 3ଟି ପୁତ୍ର, ସେ ଗୋଟେ କିଣାନୀୟ ସ୍ତ୍ରୀକୁ ବିବାହ କରୁଛି। ଆଉ ଜିହୁଦାର 3ଟି ପୁତ୍ର ଜନ୍ମ ହଉଛନ୍ତି। ଆଉ ପ୍ରଥମ ପୁତ୍ରର ନାମ ଦଉଛନ୍ତି
ଏର। ଆଉ ଜିହୁଦା ସେହି ସମୟରେ ଅନନ୍ତର ଜିହୁଦା ତାମର ନାମ୍ନୀ ଏକ କନ୍ୟାକୁ ଆଣି ଏର ସହିତ ସେ ବିବାହ କରୁଛନ୍ତି। ଏର ସହିତ ବାହାଘର କରୁଛନ୍ତି। ଆଉ ବିବାହ କଲା ପରେ ସେହି ଜିହୁଦାର ଜ୍ୟେଷ୍ଠ ପୁତ୍ର ଈଶ୍ୱରଙ୍କ ଦୃଷ୍ଟିରେ ସେ ଦୁଷ୍ଟ ଦେଖାଗଲେ। ପରମେଶ୍ୱରଙ୍କ ଦୃଷ୍ଟିରେ, ସଦାପ୍ରଭୁଙ୍କ ଦୃଷ୍ଟିରେ ସେ ଦୁଷ୍ଟ ଦେଖାଯାଉଛନ୍ତି। ଆଉ ପରମେଶ୍ୱର ତାଙ୍କୁ କ'ଣ କରୁଛନ୍ତି ନା ବିନାଶ କରୁଛନ୍ତି। ତାମର ଛୋଟ ଝିଅ ଜିହୁଦା ତାଙ୍କୁ ତାର ପୁତ୍ରକୁ, ପ୍ରଥମ ପୁତ୍ର ଜ୍ୟେଷ୍ଠ ପୁତ୍ରକୁ ବାହାଘର କରାଉଛନ୍ତି। ଆଉ ପରମେଶ୍ୱରଙ୍କ ଦୃଷ୍ଟିରେ ସେ ଦୁଷ୍ଟ ଦେଖାଯିବାରୁ ପରମେଶ୍ୱର ତାଙ୍କୁ ବିନାଶ କରୁଛନ୍ତି। ଆଉ ଜିହୁଦା କହୁଛନ୍ତି ତାର ଏନନ ପୁତ୍ରକୁ, ତୁମେ କ'ଣ କରିବ, ଆପଣାର ଭାତୃଭାର୍ଯ୍ୟାର ସହବାସ କର। ଜିହୁଦୀ ମାନଙ୍କର ଗୋଟିଏ ପରମ୍ପରା ଥିଲା, ପ୍ରଥମ ସ୍ୱାମୀ ଯଦି ମରିଯିବ ତା ଭାଇକୁ ମଧ୍ୟ ସେ ସହବାସ କରିବ। ଆଉ ସେ ବଂଶ ବୃଦ୍ଧି କରିବା ପାଇଁ ସେ ଜିହୁଦା ଆପଣାର ପୁତ୍ରକୁ କହୁଛନ୍ତି, ଆଉ ତୁମେ ଆପଣାର ଭାତୃଭାର୍ଯ୍ୟା ସହ ସହବାସ କର, ତାହା ପ୍ରତି ଦେଉରର ବ୍ୟବହାର କର, ଆଉ କର୍ତ୍ତବ୍ୟ କରି ଭାତୃବଂଶକୁ ତୁମେ ଉତ୍ପନ୍ନ କର ବୋଲି ଯେତେବେଳେ ଜିହୁଦା ଆପଣାର ପୁତ୍ରକୁ କହୁଛନ୍ତି, ସେତେବେଳେ ସେ ପିତାଙ୍କର ଆଜ୍ଞା ସେ ମାନୁନାହାନ୍ତି। ବାହା ହଉଛନ୍ତି, ଆପଣାର ତାଙ୍କ ଭାଉଜ ସହିତ ସେ ଯାଉଛନ୍ତି, ସହବାସ କରୁଛନ୍ତି, କିନ୍ତୁ ସେହି ପୁତ୍ର ଯଦି, ସେହି ବଂଶର ଯଦି ପୁତ୍ର ଜନ୍ମ ହେବ, ତାହେଲେ ସେ ମୋର ହେବ ନାହିଁ, ଭାତୃର ହେବ। ଭାତୃବଂଶ ଉତ୍ପନ୍ନ କରିବା ଅନିଚ୍ଛାରେ ସେ ଭୂମିରେ କ'ଣ କରୁଥିଲା, ଋତୁପାତ କରୁଥିଲା। ସେ ତାବର ପାଖକୁ ଯାଉଛି, ଆଉ ତା ସହିତ ସେ ସହବାସ କରୁଛି, କିନ୍ତୁ ଗର୍ଭ ଧାରଣ କରିବା ପାଇଁ ସେ ଇଚ୍ଛା କରୁନଥିଲା। ପିତା କହୁଛନ୍ତି, ତୁମେ ଯାଅ, ଆପଣାର ଭାତୃଭାର୍ଯ୍ୟା ସହିତ ତୁମେ ସହବାସ କର ଏବଂ ବଂଶ ବୃଦ୍ଧି କର, ଭାତୃବଂଶ ବୃଦ୍ଧି କର। କିନ୍ତୁ ଏ ପିତାଙ୍କର ଆଜ୍ଞା ଏ ମାନୁନାହିଁ। ତାହା ମଧ୍ୟ ଈଶ୍ୱରଙ୍କ ଦୃଷ୍ଟିରେ କ'ଣ ଦେଖାଯାଉଛି, ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଦେଖାଯାଉଛି। ଆଉ ପରମେଶ୍ୱର ତାଙ୍କୁ କ'ଣ କରୁଛନ୍ତି, ନାଶ କରୁଛନ୍ତି, ତାକୁ ବି ମାରି ଦଉଛନ୍ତି। ଆଉ ଏଠାରେ ଆମେ ବୁଝୁଛୁ ଯେ ଜଣେ ଝିଅକୁ ଗୋଟେ ସ୍ୱାମୀ ବାହା ହେଲା ପରେ ମରିଗଲେ ଆମେ କ'ଣ ଭାବୁଛୁ, ଆଉ ସେ ଝିଅର ଦୋଷ ଥିବାରୁ ସେ ସ୍ୱାମୀ ମରିଗଲା ବୋଲି ଆମେ ଭାବୁଛୁ। କିନ୍ତୁ ଆମେ ମନୁଷ୍ୟର ବାହ୍ୟ ରୂପ ଦେଖୁ, ପରମେଶ୍ୱର କ'ଣ ତାଙ୍କର ଅନ୍ତଃକରଣ ଦେଖନ୍ତି। ଆଉ ପରମେଶ୍ୱରଙ୍କ ଦୃଷ୍ଟିରେ ଏର ଦୁଷ୍ଟ ଦେଖାଯିବାରୁ ତାକୁ ମାରିଦେଲେ। ଆଉ ଏ ପୁତ୍ର ମଧ୍ୟ ପରମେଶ୍ୱରଙ୍କ ଦୃଷ୍ଟିରେ ମନ୍ଦ ଦେଖାଯିବାରୁ ପରମେଶ୍ୱର ତାକୁ ମଧ୍ୟ ମାରିଦେଲେ। ଆଉ ତାପରେ ଜିହୁଦା କହୁଛନ୍ତି ତାର ପୁତ୍ରବଧୂକୁ, ମୋର ପୁତ୍ର ସେଲା ବଡ଼ ନ ହେବା ପର୍ଯ୍ୟନ୍ତ ତୁମେ ବିଧବା ହୋଇ ଆପଣା ପିତୃଗୃହକୁ ଯାଇ ରୁହ, ଯେହେତୁ ସେ ଭାବିଲା ଯେ କେଜାଣେ ଏ ପୁତ୍ର ମଧ୍ୟ ସେଲାକୁ ବିବାହ କଲେ ମରିଯିବ। ଏହି ଭୟଟା ଜିହୁଦା ପାଖରେ ଥିଲା, ଏହି ଭୟଟା ଜିହୁଦା ପାଖରେ ଥିଲା। କିନ୍ତୁ ତାମର ଜୀବନରେ ଥିଲା ଯେ ମୁଁ କି ପ୍ରକାର ଜିହୁଦା ବଂଶକୁ ବୃଦ୍ଧି କରିବି, ଏହି ଚିନ୍ତା ତାମର ଜୀବନ ଥିଲା। ଆଉ ଜିହୁଦା ତାକୁ ତା ପୁତ୍ରକୁ ନ ଦେଇ ସେ ଭାବୁଛି, କାଳେ ଏ ଝିଅକୁ ମୁଁ ବାହାଘର କରିଦେଲେ ମୋର ସାନ ପୁଅ ବି ମରିଯିବ, ଦୁଇ ପୁତ୍ର ତ ମରିଗଲେ, ମୋ ସାନ ପୁଅ ବି ମରିଯିବ, ଏହି ଚିନ୍ତା ସେ କରୁଛି। କିନ୍ତୁ ପରମେଶ୍ୱରଙ୍କ ଦୃଷ୍ଟିରେ ସେମାନେ ଦୁଷ୍ଟତା, ମନ୍ଦତା ଦେଖାଯିବାରୁ ପରମେଶ୍ୱର ସେମାନଙ୍କୁ ମାରିଥିଲେ, ନାଶ କରିଥିଲେ। କିନ୍ତୁ ଜିହୁଦା କ'ଣ କରୁଛି ନା, ସେ ଏହି ଝିଅକୁ ବାହାଘର କଲେ ମୋର ସାନ ପୁଅ ବି ମରିଯିବ, ଏହି ଚିନ୍ତା ସେ କରୁଛି। କିନ୍ତୁ ଏଠାରେ ଆମେ ଦେଖୁଛୁ ତାପରେ ଜିହୁଦାର ସ୍ତ୍ରୀ ମଧ୍ୟ ମରିଯାଉଛି। ଜିହୁଦାର ସ୍ତ୍ରୀ ମଧ୍ୟ ଯେତେବେଳେ ମରିଯିବ, ସେ ସାନ୍ତ୍ୱନା ପାଇଲା ପରେ ସେ ଯାଉଛି ଆଦୁଲ୍ମୀୟ ହୀରା ନାମକ ବନ୍ଧୁ ସହିତ ତିମ୍ନାରେ ଆପଣାର ମେସଲମ ଛେଦନ ମାନଙ୍କ ନିକଟକୁ ଗଲା। ଆମେ ଏଠାରେ ଦେଖୁଛୁ ଯେ ତାଙ୍କର ମେସଲମ ଛେଦନ ନିକଟ ମାନଙ୍କୁ ସେ ତିମ୍ନା ନାମରେ ସହରକୁ ସେ ଯାଉଛନ୍ତି। ସେଇ ସମୟରେ ଆଉ ଏଇଠାରେ ଆମେ ଦେଖୁ ଯେ ସେତେବେଳେ କେହି ଜଣେ ତାମର ପାଖକୁ ସମ୍ବାଦ ପଠାଉଛନ୍ତି, ତୁମର ଶ୍ୱଶୁର ମେସଲମ ଛେଦନ କରିବାକୁ ତିମ୍ନାକୁ ଆସିଛନ୍ତି। ମେସଲମ ଛେଦନ କରିବାକୁ
ତିମ୍ନାକୁ ଆସୁଛନ୍ତି ଆଉ ତହିଁରେ ତାମର କଣ କରୁଛି ଆପଣାର ବିଧବା ବସ୍ତ୍ରକୁ ସେ ପରିତ୍ୟାଗ କରୁଛି ଆପଣାର ବିଧବା ବସ୍ତ୍ରକୁ ସେ ପରିତ୍ୟାଗ କରି ଆବର ବସ୍ତ୍ର ମାନେ ବେଶ୍ୟା ମାନଙ୍କର ବସ୍ତ୍ର ବୋଲେ ଯେ ଝକମକ ବସ୍ତ୍ର ସେ ପିନ୍ଧୁଛି ବିଧବା ବସ୍ତ୍ରକୁ ସେ ପରିତ୍ୟାଗ କରୁଛି ସେ ଗୋଟେ ଆବର ମାନଙ୍କର ବସ୍ତ୍ର ପିନ୍ଧି ଆପଣାର ମୁଖକୁ ସେ ଆଚ୍ଛାଦନ କରୁଛି ଆଉ ସେ କଣ କରୁଛି ସେ ଯାଉଛି ଆହୁରି ଦେଖିଲା ଯେ ତାର ସାନ ପୁଅ ସେଲ ବଡ ହେଲା ସିନା ସେ ତାକୁ ବିବାହ କରିବାକୁ ଦେଲା ନାହିଁ ଆଉ ସେ ବିଧବା ବସ୍ତ୍ରକୁ ପରିତ୍ୟାଗ କରି ଆପଣାର ସେଇ ଆବର ମାନଙ୍କର ବସ୍ତ୍ରକୁ ପିନ୍ଧି ମୁଖକୁ ଆଚ୍ଛାଦନ କରି ସେ ଯାଉଛି ଆଉ ସେହି ସ୍ଥାନରେ ଏନନ୍ ପ୍ରବେଶ ସ୍ଥାନରେ ବସି ସେ ଦେଖିଲା ଯେ ସେଲା ବଡ ହେଲା ତାହା ସହିତ ସେ ଆପଣାର ବିବାହ କଲା ନାହିଁ ସେତେବେଳେ ଜିହୁଦା ତାଙ୍କୁ ଦେଖି ବେଶ୍ୟା ବୋଲି ମନେ କଲା ଏ ଭାବୁଛି ତା ଶ୍ୱଶୁର ପାଖକୁ ସେ ଯାଉଛି ଜାଣି ଶୁଣି ତା ଶ୍ୱଶୁର ପାଖକୁ ଯାଉଛି କିନ୍ତୁ ଜିହୁଦା ଜାଣି ନାହିଁ ଯେ ସେ ମୋର ପୁତ୍ର ବୋହୂ ବୋଲି ଜିହୁଦା ଜାଣି ନାହିଁ ସେଟା ମୋର ପୁତ୍ର ବଧୂ ବୋଲି ଏ ନିଜେ ବେଶ୍ୟା ମାନଙ୍କର ବସ୍ତ୍ର ପରିଧାନ କରି ଗୋଟେ ବେଶ୍ୟା ଯାଇ ସେ ସ୍ଥାନରେ ରୋଡ ସାଇଡରେ ଯେମିତି ଆଜିକାଲି ରୋଡ ସାଇଡରେ ଝିଅ ମାନେ ଠିଆ ହେଇନଥାନ୍ତି ଯାଉଛନ୍ତି ସେମିତି ସେ ରୋଡ ସାଇଡରେ ଏଇ ଦେଇ ଜିହୁଦା ଯିବ ମୁଁ ଏଇ ସାଇଡରେ ଥିବି ଜିହୁଦା ମୋ ପାଖକୁ ଆସିବ ସେଇ ଚିନ୍ତା କରି ସେ ସ୍ଥାନକୁ ସେ ଯାଉଛି ଆଉ ଜିହୁଦା ମଧ୍ୟ ତାକୁ ବେଶ୍ୟା ମନେ କରି ତା ପାଖକୁ ଯାଉଛି କାରଣ ତାର ମୁଖକୁ ସେ ଆଚ୍ଛାଦନ କରୁଛି ଏଠାରେ ଆମେ ଦେଖୁଛୁ ଯେ ଆଉ ସେ ଜିହୁଦା ତା ପାଖକୁ ଯାଇ ନିବେଦନ କରି କହୁଛି ତୁମ କତିକି ମତେ ଯିବା ପାଇଁ ଦିଅ ତହୁ ତାମର କହିଲା ତୁମ୍ଭେ ମୋ କତିକୁ ଆସିବା ପାଇଁ କଣ ଦେବ ତୁମ୍ଭେ ମୋ କତିକୁ ଆସିବା ପାଇଁ କଣ ଦେବ ତୁମେ ମୋ ପାଖକୁ ଆସିବା ପାଇଁ କଣ ଦେବ ଆଉ ସେ କହିଲା ପଲରୁ ଗୋଟିଏ ଛେଳି ଛୁଆ ପଠାଇଦେବି ତାମର ବହୁତ ଜ୍ଞାନୀ ଆଉ ପ୍ରଭୁ ଭୟ ଥିଲା ପ୍ରଭୁ ଭୟ ହିଁ ଜ୍ଞାନର ଆରମ୍ଭ ପ୍ରଭୁ ବିଷୟକ ଭୟ ହିଁ ଜ୍ଞାନର ଆରମ୍ଭ ଆଉ ସେ ଜ୍ଞାନର ସହିତ କଥା କହୁଛି ମତେ ସେ ଛେଳି ଛୁଆ ଦେବା ପୂର୍ବରୁ ମତେ କୌଣସି ବିଷୟ ଗୋଟେ ବନ୍ଧକ ରଖ କୌଣସି ଜିନିଷ ମୋ ଠାରେ ତୁମେ ବନ୍ଧକ ରଖ ପଲରୁ ତୁମେ ଛେଳି ଛୁଆ ପଠେଇବା ପୂର୍ବରୁ ମୋ ପାଖକୁ ଆସିବା ପୂର୍ବରୁ ତୁମେ କୌଣସି ଜିନିଷ ମୋ ପାଖରେ ବନ୍ଧ ରଖ ସେଥିରେ ଜିହୁଦା ତାଙ୍କୁ କହୁଛି ଯେ ମୁଁ ତମକୁ କଣ ବନ୍ଧକ ଦେବି ଆଉ ଜିହୁଦୀ ଲୋକମାନଙ୍କର ପାଖରେ ଥାଏ ସେଇ ସମୟରେ ହାତର ମୁଦି ଅଣ୍ଟାର ସୂତା ଆଉ ଯଷ୍ଟି ଆଉ ସେ ଜ୍ଞାନର ସହିତ ଚାଲାକ ସହିତ ସେ ମାଗୁଛି କିନ୍ତୁ ତାମର ଚିନ୍ତା ଗୋଟିଏ ଲକ୍ଷ୍ୟ ଥିଲା ଯେ ମୁଁ ଜିହୁଦା ବଂଶକୁ କି ପ୍ରକାର ଭାବରେ ବୃଦ୍ଧି କରିବି ଏହି ଲକ୍ଷ୍ୟ ହିଁ ତାର ଥିଲା ସେ ଯଦି ଚିନ୍ତା କରିଥାନ୍ତା ସେ ଯଦି ଅନ୍ୟ ମନସ୍କ ହେଇଥାନ୍ତା ବୋଲେ ଶାରୀରିକ ଅଭିଳାଷ ଯଦି ତା ପାଖରେ ଚିନ୍ତା ଥାନ୍ତା ସେ ଅନ୍ୟ ପୁରୁଷ ସହିତ ମଧ୍ୟ ସେ ଶାରୀରିକ ଉପଭୋଗ କରିଥାନ୍ତା କିନ୍ତୁ ସେ ତାହା କରିନାହିଁ ସେ ଅପେକ୍ଷା କଲା ତା ସାନ ପୁଅକୁ ମତେ ବାହାଘର କରିବ ପରା ମୁଁ ତା ଦ୍ୱାରା ହେଲେ ମୁଁ ଜିହୁଦା ବଂଶକୁ ବୃଦ୍ଧି କରିବି ଏଇ ଚିନ୍ତା ଥିଲା ଅପେକ୍ଷା କରିଥିଲା କିନ୍ତୁ ଜିହୁଦା ତାହା ନ କରିବାରୁ ସେ ନିଜେ ଗୋଟେ ବେଶ୍ୟା ରୂପ ଧରି ବେଶ୍ୟା ପନେ ଯେମିତି ଠିଆ ହେବେ ସେମିତି ସେ ରୋଡ ସାଇଡରେ ଠିଆ ହେଇ ନିଜକୁ ସେ ବେଶ୍ୟା ମନେ କରି ମୁଖକୁ ଆଚ୍ଛାଦନ କରି ନିଜ ଶ୍ୱଶୁର ପାଖକୁ ସେ ଯାଉଛି ନିଜ ଶ୍ୱଶୁର ପାଖକୁ ସେ ଯାଉଛି ଆଉ ସେ କଣ କରୁଛି ସେ ବନ୍ଧକ ମାଗୁଛି ମୋ ପାଖକୁ ଆସିବାକୁ ହେଲେ ତୁମେ ମତେ ବନ୍ଧକ ଦିଅ ତହୁଁରେ ସେ ମୋହର ଏବଂ ସୂତ୍ର ଆଉ ହସ୍ତ ଯଷ୍ଟି ଜିହୁଦା ତାକୁ ଦେଲା ଆଉ ତା କତିକୁ ଗଲା ଜିହୁଦା ତାକୁ ସେ ତିନିଟି ଜିନିଷ ତାକୁ ବନ୍ଧକ ଦେଇ ତାମର ପାଖକୁ ଯାଉଛି ଆଉ ତହିଁରେ ତାମର କଣ ହଉଛି ଗର୍ଭ ଧାରଣ କରୁଛି ତାର ଗୋଟିଏ ଲକ୍ଷ୍ୟ ମାତ୍ର ଥିଲା ଯେ ସେ ଜିହୁଦା ବଂଶର ଗର୍ଭକୁ ସେ ଧାରଣ କରିବ ଜିହୁଦା ବଂଶର ପିଲାକୁ ସେ ଗର୍ଭରେ ଧାରଣ କରିବ ଆଉ ସେ ଜନ୍ମ ଦେବ ତାଙ୍କର ବଂଶକୁ ସେ ବୃଦ୍ଧି କରିବ ଏହା ହିଁ ତାର ଚିନ୍ତା ଥିଲା ଆମେ ଏଠି ଦେଖୁ ଯେ ଆଜିକାଲି ଯୁଗରେ ଆମେ ଶ୍ୱଶୁର ପାଖକୁ କୋଉ ବୋହୂ ଯିବେ କି ମନୁଷ୍ୟ ହିସାବରେ ଆମେ ଚିନ୍ତା କରିବା କୋଉ ବୋହୂ ଯିବେ କି କିନ୍ତୁ ସେ ଯୁଗରେ ସେ ଶ୍ୱଶୁର ପାଖକୁ ନିଜେ ଯାଉଛି ଶ୍ୱଶୁର ଜାଣିନାହାନ୍ତି ସେ ମୋ ପୁତ୍ର ବଧୂ ବୋଲି କିନ୍ତୁ ସେ ନିଜେ ମୁଖକୁ ଛଦ୍ମ ବେଶରେ ସେ ଯାଉଛି ଆଉ ଶ୍ୱଶୁର ପାଖରେ ସହବାସ କରି ଗର୍ଭ ଧାରଣ କରୁଛି ସେ ଜିହୁଦା ଠାରୁ ଆସିଲା ପରେ ସେ ନିଜର ବସ୍ତ୍ରକୁ
କାଢି ଦଉଛି ଆଉ ସେ ବିଧବା ବସ୍ତ୍ର ପିନ୍ଧିକି ସେ ରହୁଛି। ଜିହୁଦା ସହିତ ଯେତେବେଳେ ସେ ସହବାସ କରି ଗର୍ଭଧାରଣ କରୁଛି, ତାପରେ ସେ ଆବରଙ୍କର ବସ୍ତ୍ରକୁ ପାଲଟି ବିଧବା ବସ୍ତ୍ର ପିନ୍ଧିକି ରହୁଛି। ସେ ଆଉ ଥରେ ପୁନର୍ବାର ସେ ବିଧବା ବସ୍ତ୍ର ପିନ୍ଧୁଛି। ତାର ଲକ୍ଷ୍ୟ ମାତ୍ର ଗୋଟିଏ ଥିଲା ଯେ ସେ ତାଙ୍କର ବଂଶକୁ କେମିତି ବୃଦ୍ଧି କରିବ। ଆଉ ତା ପାଖରେ ପ୍ରଭୁ ବିଷୟକ ଭୟ ଥିଲା। ପ୍ରଭୁ ତାର ପ୍ରଥମ ସ୍ୱାମୀକୁ ମାରିଦେଲେ, ଜିହୁଦା ତାର ଦ୍ୱିତୀୟ ପୁତ୍ରକୁ ଦଉଛନ୍ତି, ତାଙ୍କୁ ବି ମାରିଦେଲେ। ଆଉ ତାର ଜୀବନରେ ସେ ଛୋଟ ଝିଅ, ସେ କେତେ କଷ୍ଟ ପାଇଥିବ, କେତେ ତାର ଜୀବନରେ ବାଧା ଆସିଥିବ, ଲୋକ କେତେ ତାଡନା କଥା କହିଥିବେ। ଜଣେ ବିଧବା ହେଇଗଲେ ନାନା କଥା କହନ୍ତି। ଜିହୁଦା ମଧ୍ୟ ଲାଷ୍ଟରେ ଚିନ୍ତା କଲା ଯେ ଏଇ ଝିଅକୁ ମୋର ସାନ ପୁଅକୁ ଦେଲେ ମୋ ସାନ ପୁଅ ବି ମରିଯିବ। ଏହି ଭୟ ଜିହୁଦାର ଥିଲା। କିନ୍ତୁ ତାଙ୍କର ପୁତ୍ରମାନେ ଯେ ଦୁଷ୍ଟ କରୁଛନ୍ତି ଜିହୁଦା ତାହା ଜାଣିନଥିଲେ। କେବଳ ପରମେଶ୍ୱର ହିଁ ଜାଣନ୍ତି। ମନୁଷ୍ୟର ଜିହୁଦାର ପୁତ୍ର ତାଙ୍କର ବଂଶରେ ଆସୁଛନ୍ତି, ତାଙ୍କରି ପୁତ୍ର ମାନଙ୍କର ଦୁଷ୍ଟତା ପରମେଶ୍ୱର ଦେଖୁଛନ୍ତି। ତାର ପ୍ରଥମ ପୁତ୍ର ଦୁଷ୍ଟ ହେଲେ, ପରମେଶ୍ୱରଙ୍କ ଦୃଷ୍ଟିରେ ତାକୁ ମାରିଲେ। ଦ୍ୱିତୀୟ ପୁତ୍ର ପିତାଙ୍କର ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କଲେ। ଭଲ ଭାବରେ ଚିନ୍ତା କରନ୍ତୁ। ପିତା ପଠଉଛନ୍ତି ତୁମର ଭାତୃବଂଶ ବୃଦ୍ଧି କରିବା ପାଇଁ, ତୁମର ଭାଉଜ ପାଖକୁ ତୁମେ ଯାଅ, କିନ୍ତୁ ସେ ତାକୁ ଗର୍ଭଧାରଣ କରିବା ପାଇଁ ଦଉନାହାନ୍ତି। ସେ ଯାଉଛନ୍ତି କିନ୍ତୁ ଗର୍ଭଧାରଣ କରିବା ପାଇଁ ସେ ଦଉନାହାନ୍ତି। ସେ ଝିଅର ମନ କେତେ କଷ୍ଟ ହେଇଥିବ ଚିନ୍ତା କରନ୍ତୁ। ତାବରର ମନ କେତେ କଷ୍ଟ ହେଇଥିବ, କେତେ ଦୁଃଖରେ ସେ ଥିବ ଚିନ୍ତା କରନ୍ତୁ। ପରିଶେଷରେ ସେ ନିଜେ ଗୋଟେ ବେଶ୍ୟାର ଭେଷ ଧରି ଗୋଟେ ଶ୍ୱଶୁର ପାଖକୁ ସେ ନିଜେ ଯାଉଛି। ଆଉ ସେହି ଜ୍ଞାନ କିଏ ଦେବେ? ଗୋଟେ ବିଧବା ସ୍ତ୍ରୀ ନିରୀହ ହୋଇ ରହିଥିବ, ତାକୁ ସେ ଜ୍ଞାନ କେବେ ଆସିବ କି? ମାତ୍ର ପ୍ରଭୁ ତାକୁ ସେ ଜ୍ଞାନ ଦଉଛନ୍ତି। ସଦା ପ୍ରଭୁ ତାକୁ ସେ ଜ୍ଞାନ ଦଉଛନ୍ତି। ସେ ସଦା ପ୍ରଭୁଙ୍କ ଠାରେ ସବୁବେଳେ ପ୍ରାର୍ଥନା କରୁଥିଲେ ଯେ ମୁଁ କି ପ୍ରକାର ଜିହୁଦା ବଂଶକୁ ବୃଦ୍ଧି କରିବି। ଏଇ ମାତ୍ର ତାର ଲକ୍ଷ୍ୟ ଥିଲା। ମୁଁ କେମିତି ତାର ବଂଶକୁ ବୃଦ୍ଧି କରିବି, ଜିହୁଦା ବଂଶକୁ ବୃଦ୍ଧି କରି ଆଗକୁ ବଢେଇବି, ଏଇ ଲକ୍ଷ୍ୟ ମାତ୍ର ଥିଲା। ଆଉ ସେ ପୁନର୍ବାର ଛେଳି ଛୁଆ ପଠଉଛି। ଆଉ ସେ ଜାଗାକୁ ଯେତେବେଳେ ଛେଳି ଛୁଆ ପଠଉଛି, ସେ ତାଙ୍କ ସାଙ୍ଗ ହାତରେ ସେ ଜାଗାରେ ସମସ୍ତେ ପଚାରୁଛନ୍ତି ସେ ଝିଅକୁ ତୁମେ ଦେଖିଛ କି, ସେ ବେଶ୍ୟାକୁ ତୁମେ ଦେଖିଛ କି? ମାତ୍ର ସେ ସ୍ଥାନ ଲୋକ ଏ ସ୍ଥାନରେ ସେ ପ୍ରକାର ଲୋକ ଆକା କେହି ନାହାନ୍ତି ବୋଲି କହୁଛନ୍ତି। ସେ ସହରର ଲୋକ, ସେ ନଗରର ଲୋକ ଫେରି ଆସୁଛି। ଆଉ ଜିହୁଦା କହୁଛି ଯେ ନାଇଁ, ଆଉ ଯାହା ହେଲା ହେଲା, ରଖିଥାଉ ସେ ଜିନିଷ ବୋଲି ଭାବୁଛି। କିନ୍ତୁ ଯେତେବେଳେ ଜିହୁଦାକୁ କଥା ଆସୁଛି, ବାର୍ତ୍ତା ଆସୁଛି, ସେ କହୁଛି ଯେ ତୁମର ପୁତ୍ରବଧୂ ବ୍ୟଭିଚାରିଣୀ ହେଇ ଗର୍ଭଧାରଣ କରିଛି। ତୁମର ପୁତ୍ରବଧୂ ବ୍ୟଭିଚାରିଣୀ ହେଇ ଗର୍ଭଧାରଣ କରିଛି। ଏହି କଥା ଯେତେବେଳେ ଜିହୁଦା ଶୁଣୁଛନ୍ତି, ସେ କ୍ରୋଧ ହେଇ ବିଚଳିତ ହେଇ ରାଗି ଯାଇକି ସେ କହୁଛନ୍ତି ତାକୁ ଆଣ, ଜିଅନ୍ତା ଅଗ୍ନିରେ ଦଗ୍ଧ କର। ଗୋଟେ ପୁତ୍ରବଧୂ ସେ ବ୍ୟଭିଚାର କରିଛି ବୋଲି ମଧ୍ୟ ତାକୁ ଦୋଷାରୋପ କରାଯାଉଛି। ସେ ବ୍ୟଭିଚାର ହେଇଛି, ଗୋଟେ ବିଧବା ବ୍ୟଭିଚାରିଣୀ ହେଇଛି। କ୍ରୋଧାନ୍ୱିତ ହଉଛନ୍ତି ଜିହୁଦା। ଜୋରରେ ସମସ୍ତଙ୍କ ଆଗରେ ମିଟିଂ କରି ତାଙ୍କୁ କହୁଥିବେ ନା, ତାକୁ ଆଣ, ଜିଅନ୍ତା ଅଗ୍ନିରେ, ଜଳୁଥିବା ଅଗ୍ନିରେ ଜିଅନ୍ତା ପକେଇ ଦିଅ। ଏ ପ୍ରକାର କଥା ମଧ୍ୟ ତାମର ଜୀବନରେ ଆସୁଛି। ଆଉ ସେ ତା ଜୀବନରେ ଭୟ, ପ୍ରଭୁଙ୍କୁ ଭୟ କରୁଥିଲା। ପ୍ରଭୁ ତାକୁ ଜ୍ଞାନ ଦଉଥିଲେ, ସଦାପ୍ରଭୁ। ଆଉ ସେ ଜ୍ଞାନର ସହିତ ଯେଉଁ ବନ୍ଧକ ଜିନିଷ ସବୁ ସେ ରଖିଥିଲା, ଯେଉଁ ବନ୍ଧକ ଜିନିଷ ସବୁ ରଖିଥିଲା, ସେଇ ଜିନିଷ ସେଇକି ସମସ୍ତଙ୍କ ଆଗରେ ସେ ଦେଖଉଛି। ସେ ସମସ୍ତଙ୍କ ଆଗରେ ସେ ଦେଖଉଛି ଯେ ଏହି ଜିନିଷ ଯାହାର, ସେହି ପୁରୁଷ ଦ୍ୱାରା ମୁଁ ଗର୍ଭବତୀ ହେଇଛି। ଏହି ଜିନିଷ ଯାହାର, এই ମୋହର ସୂତ୍ର ଆଉ ଯଷ୍ଟି ଯାହାର, ତାହା ଚିହ୍ନ ଆଉ ତାହା ଦ୍ୱାରା ହିଁ ମୁଁ ଗର୍ଭବତୀ ହେଇଛି। ତାପରେ ଜିହୁଦା ସେହି ପଦାର୍ଥକୁ ଆପଣାର ବୋଲି ସେ ସ୍ୱୀକାର କରୁଛି। ଜିହୁଦା ମଧ୍ୟ ଏଠି ନିଜକୁ ଲଜ୍ଜା ଅନୁଭବ କରିନାହିଁ। ଜିହୁଦା ବି ଏଠି ନିଜକୁ ଲଜ୍ଜା, ଅନେକ ଲୋକ ପ୍ରାଚୀନ ମାନେ ସମସ୍ତେ ଥିବେ ସେ ସ୍ଥାନରେ, ବଡ ବଡ ଲୋକ ଥିବେ, ବିଚାର କରୁଛନ୍ତି ତାକୁ ଅଗ୍ନିରେ ଦଗ୍ଧ କରିବା ପାଇଁ। ଗୋଟେ ବ୍ୟଭିଚାର ହେଇ ସେ ଗର୍ଭଧାରଣ କରିଛି, ଗୋଟେ ବିଧବା ସ୍ତ୍ରୀ, ଏଇ ଚିନ୍ତା ସମସ୍ତେ କରୁଛନ୍ତି। ସେତେବେଳେ କେତେ ଲୋକ ଭର୍ତ୍ତି ନ ହେଇଥିବେ ଗୋଟେ ବିଚାର ସ୍ଥାନରେ, ସମସ୍ତେ ଭର୍ତ୍ତି ହେଇଛନ୍ତି।
ଯେତେବେଳେ ଜିହୁଦା ପାଖକୁ ସେହି ବନ୍ଧକ ଜିନିଷ ଆସୁଛି, ଏଇ ଜିନିଷ ଯାହାର ସେ ହିଁ ମତେ ଗର୍ଭବତୀ କରିଛି। ତାପରେ ଆମେ ଦେଖୁଛୁ ଯେ ଜିହୁଦା ସେଠି ସମସ୍ତଙ୍କ ଆଗରେ ସ୍ୱୀକାର କରୁଛନ୍ତି ଯେ ସେ ସବୁ ଜିନିଷ ମୋର, ଯେହେତୁ ତୁମ୍ଭେ ମୋ ଠାରୁ ମଧ୍ୟ ଅଧିକ ଧର୍ମିଷ୍ଠା ବୋଲି ଆପଣାର ପୁତ୍ରବଧୂକୁ ଜିହୁଦା କହୁଛନ୍ତି। କାରଣ ମୁଁ ଆପଣା ପୁତ୍ର ସେଲାକୁ ଦେଲି ନାହିଁ, ସେଥିପାଇଁ ଆଜି ତୁମେ ମୋର ବଂଶ ବୃଦ୍ଧି କରିବା ପାଇଁ ଏଇ କାର୍ଯ୍ୟ କରିଛ ବୋଲି ଜିହୁଦା କହୁଛନ୍ତି। ଆମର ଗୋଟିଏ ଲକ୍ଷ୍ୟ ଥିଲା ଯେ ତାଙ୍କର ବଂଶକୁ ସେ ବୃଦ୍ଧି କରିବା। ସେ ଗୋଟିଏ ଲକ୍ଷ୍ୟରେ ସେ ଥିଲା, ସେ ଗୋଟିଏ ଲକ୍ଷ୍ୟରେ ପ୍ରଭୁଙ୍କ ଠାରେ ନିଜକୁ ସମର୍ପଣ କରୁଥିଲା, ସେ ଗୋଟିଏ ଲକ୍ଷ୍ୟରେ ସେ ପ୍ରଭୁଙ୍କ ଠାରେ ସବୁବେଳେ ପ୍ରାର୍ଥନା କରିଥିବ। ଆଉ ସେ ତାର ସାନ ପୁଅକୁ ଯେତେବେଳେ ନ ଦଉଛି, ସେ ନିଜର ଶ୍ୱଶୁର ପାଖକୁ ଯାଉଛି, ଆଉ ସେ କଣ କରୁଛି ନା ସେ ଗର୍ଭ ଧାରଣ କରୁଛି। ଆଉ ସେହି ସବୁ ଜିନିଷ ଯେତେବେଳେ ଜିହୁଦା ଦେଖୁଛନ୍ତି, ନିଜର ପୁତ୍ରବଧୂକୁ ସେ କହୁଛନ୍ତି ଯେ ତୁମ୍ଭେ ମୋ ଠାରୁ ବି ଅଧିକ ଧର୍ମିଷ୍ଠା। ଶ୍ୱଶୁର ପାଖକୁ ଯାଇ ଗୋଟେ ବେଶ୍ୟା ବେଶରେ, ବେଶ୍ୟା ରୂପରେ ଶ୍ୱଶୁର ପାଖରେ ଯାଇ ସହବାସ କରିବାଟା ଆଜିକାଲି ଦୁନିଆରେ ଆମେ ଗ୍ରହଣ କରିପାରିବା କି? ଆମେ ଗ୍ରହଣ କରିପାରିବା କି? କିନ୍ତୁ ପ୍ରଭୁ ପରମେଶ୍ୱରଙ୍କର ଯୋଜନା, ପରମେଶ୍ୱରଙ୍କର ସଂକଳ୍ପ ତାମର ପ୍ରତି ଭିନ୍ନ ଥିଲା, ତାମର ପ୍ରତି ଭିନ୍ନ ଥିଲା। ପରମେଶ୍ୱରକୁ ସେ ଭୟ କରୁଥିଲେ। ସେ ଅନ୍ୟ ଜାତିର ଝିଅ, ସେ ଜିହୁଦା ବଂଶର ଝିଅ ନଥିଲେ ମଧ୍ୟ, ସେ ଅନ୍ୟ ଜାତିର ଝିଅ ହେଲେ ମଧ୍ୟ ସେ ପରମେଶ୍ୱରଙ୍କୁ ଭୟ କରୁଥିଲେ। ଆଉ ପରମେଶ୍ୱରଙ୍କର ଯୋଜନା, ପରମେଶ୍ୱରଙ୍କର ସଂକଳ୍ପ ଭିନ୍ନ ତାର ପ୍ରତି ଥିଲା। ଆଉ ଯେତେବେଳେ ସେ ଦେଖୁଛି ଯେ ତାର ପ୍ରସବ ବେଦନା ହେଲା ବେଳକୁ ତାର ଗର୍ଭରେ 2ଟି ପୁତ୍ର ଅଛନ୍ତି, ଯାଆଁଳା ସନ୍ତାନ ଅଛନ୍ତି। ପ୍ରଥମ ବାହାରୁଛି ହସ୍ତ, ଆଉ ଦାଇମା ତାକୁ ହସ୍ତରେ ସିନ୍ଦୁର ବର୍ଣ୍ଣର ଦଉଡ଼ି ବାନ୍ଧୁଛି, ସୂତା ବାନ୍ଧୁଛି। ପ୍ରଥମେ ସେ ସିନ୍ଦୁର ବର୍ଣ୍ଣ ହସ୍ତ ବାହାରୁଛି, ସେ ସିନ୍ଦୁର ବର୍ଣ୍ଣର ସୂତା ବାନ୍ଧୁଛି, ଆହୁରି ତାକୁ ଏକ ଜ୍ୟେଷ୍ଠ ବୋଲି ମୁଁ ନାମ ଦେବି ଗଲା ବେଳକୁ କନିଷ୍ଠ ବାହାରି ପଡୁଛି। ତାର ହାତ ଧରି ତାକୁ ଟାଣିଲା ବେଳକୁ କନିଷ୍ଠ ଆଗେ ଭୂମିଷ୍ଠ ହେଇଯାଉଛି। ସେତେବେଳକୁ ତାର ନାଁ ଦଉଛନ୍ତି ପେରସ୍ ବୋଲି। ତୁମେ କଣ ଏ ଭେଦ କଲ ବୋଲି ତାକୁ ପେରସ୍ ଦଉଛନ୍ତି। ଆଉ ଯେଉଁ ସିନ୍ଦୁର ବର୍ଣ୍ଣ ସୂତ୍ର ବାନ୍ଧିଥିଲେ ତାହାର ଭାତ୍ରା ଭୂମିଷ୍ଠ ହେବାରୁ ତାର ନାମ ସେରହ ବୋଲି ଦେଲେ। ଆଉ ପରମେଶ୍ୱର ତାମରକୁ ପୂର୍ବରୁ ମନୋନୀତ କରିଥିଲେ। ଆମମାନେ ଶାରୀରିକ ବା ମନୁଷ୍ୟର ଚକ୍ଷୁ ଗୋଟେ ଲୋକ ପାଇଁ ଅନ୍ୟ ପ୍ରକାର ଥାଏ, ଆଉ ମନୁଷ୍ୟର ଚିନ୍ତାଧାରା ଜଣକ ପାଇଁ ବୋଲେ ଅବିରତ ମନ୍ଦ ମାତ୍ର, ଅବିରତ ମନ୍ଦ ମାତ୍ର। ସବୁବେଳେ ଆମେ ମନ୍ଦ ଚିନ୍ତା ହିଁ କରିଥାଉ। ଗୋଟେ ବିଧବା ସ୍ତ୍ରୀ ଶ୍ୱଶୁର ପାଖକୁ ଗଲା, ତାର ସ୍ୱାମୀ ମରିଗଲା, ତାର ଦୋଷ ଥିବାରୁ ମରିଗଲା, ତାର ଇନ୍ତି ଥିବାରୁ ଆଉ ଗୋଟେ ସ୍ୱାମୀ ମରିଗଲା, ଏହି ଚିନ୍ତା ଆମେ କରିଥାଉ। କିନ୍ତୁ ପରମେଶ୍ୱରଙ୍କର ଯୋଜନା ତାର ପ୍ରତି କଣ କି ପରମେଶ୍ୱର ହିଁ ଜାଣନ୍ତି। ତାହା ଆମେ ଗୋଟେ ବିଧବା ସ୍ତ୍ରୀକୁ ସାନ୍ତ୍ୱନା ଦେଇ କଥା କହୁନୁ, ତାଡ଼ନା ଦେଇ ଆମେ କଥା କହିଥାଉ। କିନ୍ତୁ ଯେତେବେଳେ ଆମେ ଦେଖୁ ପରମେଶ୍ୱରଙ୍କର ଯୋଜନା, ପରମେଶ୍ୱରଙ୍କର ସଂକଳ୍ପ, ପରମେଶ୍ୱରଙ୍କର ଇଚ୍ଛା ତା ପ୍ରତି ଭିନ୍ନ ଥିଲା। ଆମେ ମନୁଷ୍ୟ ହିସାବରେ ବାହ୍ୟ ରୂପ ଦେଖୁ, ପରମେଶ୍ୱର କଣ କରନ୍ତି? ଅନ୍ତଃକରଣ ନିରୀକ୍ଷଣ କରନ୍ତି। ପରମେଶ୍ୱର ଅନ୍ତଃକରଣ ନିରୀକ୍ଷଣ କରନ୍ତି। ଆମେ ବାହ୍ୟ ରୂପ ଦେଖି ଆମେ ତାର ପ୍ରଶଂସା କରିଥାଉ, ଆମେ ବାହ୍ୟ ରୂପ ଦେଖି ସେ ଭଲଟା ବୋଲି ଭାବିଥାଉ, ଆମେ ଅନ୍ତଃକରଣ ଚିହ୍ନି ପାରିନଥାଉ। କିନ୍ତୁ ପରମେଶ୍ୱରଙ୍କର ଯୋଜନା, ପରମେଶ୍ୱର ତାଙ୍କୁ ପୂର୍ବରୁ ନିରୂପଣ କରିଥିବାରୁ ତାଙ୍କର ଅଦ୍ୱିତୀୟ ପୁତ୍ର ଯେତେବେଳେ ଜନ୍ମ ହେବେ ପୃଥିବୀ ପୃଷ୍ଠକୁ, ସେହି ବଂଶାବଳୀରେ ତାଙ୍କରି ନାମ ପରମେଶ୍ୱର ରଖୁଛନ୍ତି। ଆମେ ମାଥିଓ ପୁସ୍ତକ 1ମ ପର୍ବର 3 ପଦ ଯଦି ଆମେ ଦେଖିବା, ତାହେଲେ ଆମେ ଜାଣିପାରିବା ଯେ ପରମେଶ୍ୱରଙ୍କର ଯୋଜନା ତାମର ପ୍ରତି କଣ ଥିଲା। ମାଥିଓ ପୁସ୍ତକ ଆମେ ଦେଖିବା, ତାହେଲେ 1ମ ପର୍ବର 3 ପଦରେ ଆମେ ଦେଖୁଛୁ ଯେ ପରମେଶ୍ୱରଙ୍କର ଯୋଜନା ତାମର ପ୍ରତି କଣ ଥିଲା। ସେଠାରେ ଲେଖା ଅଛି, ଜିହୁଦା ଓ ତାମରଙ୍କ ଗର୍ଭରୁ ପେରସ୍ ଓ ସେରହ ଜନ୍ମ ହେଲେ। ପେରସ୍ ଆଉ
ଇସ୍ରୋଣକୁ ଜନ୍ମ ଦେଲେ। ପରମେଶ୍ୱରଙ୍କର ଯୋଜନା ତାମର ପ୍ରତି ଥିଲା। ଆଉ ପରମେଶ୍ୱରଙ୍କର ଯୋଜନା ଥିଲା ଜିହୁଦା ବଂଶର ପୁତ୍ରମାନଙ୍କ ଜିହୁଦାର ବଂଶର ପୁତ୍ରମାନଙ୍କ ଦ୍ୱାରା ସେ ବଂଶାବଳୀକୁ ଆଣିବା ପାଇଁ ପରମେଶ୍ୱରଙ୍କର ଇଚ୍ଛା ନଥିଲା। ଯାକୁବର ପୁତ୍ର ଜିହୁଦାକୁ ଆଣୁଛନ୍ତି ପରମେଶ୍ୱର ତାଙ୍କରି ବଂଶାବଳୀ। ଜିହୁଦାକୁ ଆଣୁଛନ୍ତି ତାଙ୍କରି ପରମେଶ୍ୱରଙ୍କର ପୁତ୍ର ଯେତେବେଳେ ପୃଥିବୀକୁ ଜନ୍ମ ହେବେ, ସେହି ବଂଶରୁ ଯେତେ ଜଣ ଜନ୍ମ ହେବେ, ସେହି ବଂଶରେ ତାଙ୍କର ଲିଷ୍ଟ ରହିବ, ସେହି ବଂଶରେ ତାଙ୍କରି ନାମ ରହିବ। ଆଉ ଜିହୁଦାର ନାମ ପରମେଶ୍ୱର ସେଇ ସ୍ଥାନରେ ରଖୁଛନ୍ତି ଜିହୁଦା ଆଉ ତାମରକୁ। ତାମର ଗର୍ଭରୁ ଜାତ ବୋଲି ଏଠି ଆମେ ଦେଖୁଛୁ, ପେରସକୁ ଜନ୍ମ ଦଉଛନ୍ତି। ଆମେ ଶ୍ୱଶୁର ପାଖକୁ ସେ ବେଶ୍ୟା ରୂପରେ ଗଲା, ସେ ଗୋଟେ ଏତେ ଚରିତ୍ରହୀନ, ସେ ଗୋଟେ ଏମିତି ଲୋକ, ସେ ଗୋଟେ ସେମିତି ଲୋକ, ଶ୍ୱଶୁର ସହିତ ସେ ସମ୍ପର୍କ ରଖିଲା, ତାକୁ ଆମେ ଘୃଣା ଚକ୍ଷୁରେ ଦେଖୁ। କିନ୍ତୁ ତାର ହୃଦୟ କି ପ୍ରକାର ଥିଲା, ସଦାପ୍ରଭୁ ତାକୁ ସ୍ୱର୍ଗରୁ ନିରୀକ୍ଷଣ କରୁଥିଲେ, ସଦାପ୍ରଭୁ ତାକୁ ମନୋନୀତ କରିଥିଲେ। ସେ ଗୋଟେ ନିରୀହ ଝିଅ, ତାର ଦୁଇଟି ସ୍ୱାମୀ ମାନେ ଠିକ ନଥିବାରୁ ତାଙ୍କୁ ମାରିଦେଲେ। ପରମେଶ୍ୱରଙ୍କ ଦୃଷ୍ଟିରେ ସେମାନେ ଉତ୍ତମ ଦେଖାଗଲେ ନାହିଁ। ଆମେ ନିଜର ଦୃଷ୍ଟିରେ ପୁଲଟା ଭଲ ବୋଲି କହୁଛୁ, କିନ୍ତୁ ଗୋଟେ ସ୍ୱାମୀ ଗୋଟେ ସ୍ୱାମୀ ମରିଗଲେ, ଏ ଝିଅର ଦୋଷ ଥିବାରୁ ସେ ମରିଗଲା, କାଳ ଥିବାରୁ ସେ ମରିଗଲା। ଗୋଟେ ସ୍ୱାମୀ ମରିଗଲା, ଆଉ ଗୋଟେ ବିବାହ ହେବାରୁ ସେ ମଧ୍ୟ ମରିଗଲା। ପ୍ରଭୁଙ୍କର ଯୋଜନା ତାର ପ୍ରତି କଣ କି ଆମେ ତ ଜାଣିନୁ। ଆମେ କାହିଁକି ସେମିତି ନିନ୍ଦା କଥା କହିଦଉଛୁ କି? ଆମେ ଗୋଟେ ବିଧବା ସ୍ତ୍ରୀକୁ ସାନ୍ତ୍ୱନା ଦେଇ କଥା ନ କହି ନିନ୍ଦା କଥା କହୁ। ଆଉ ଏଠାରେ ତାମର ମଧ୍ୟ ବିଧବା ହେଲେ କେତେ ନିନ୍ଦା କଥା ଶୁଣିଥିବ, କେତେ ତାଡ଼ନା ଶୁଣିଥିବ। ଜିଅନ୍ତା ତାକୁ ଅଗ୍ନିରେ ପକେଇ ଦିଅ ବୋଲି ଜିହୁଦା ଜୋରରେ କହୁଛନ୍ତି। ସେ ଜିହୁଦା ତାକୁ ଯେ ବ୍ୟଭିଚାର କରିଛି, ତାକୁ ଜିଅନ୍ତା ଅଗ୍ନିରେ ପକେଇ ଦିଅ। ତାର ଜୀବନରେ କେତେ ତାଡ଼ନା ଆସିଥିବ, କେତେ ବାଧା ଆସିଥିବ, କେତେ କଷ୍ଟ ଆସିଥିବ। ଗୋଟେ ଛୋଟ ଝିଅ, କିନ୍ତୁ ତା ପାଖରେ କଣ ଥିଲା? ପ୍ରଭୁ ବିଷୟକ ଭୟ ଥିଲା। ଭୟ ଥିବାରୁ ପ୍ରଭୁ ତାକୁ ଜ୍ଞାନ ଦେଲେ। ଆଉ ସେ ଜ୍ଞାନ ନଥିଲେ ସେ କଣ ସେ ପ୍ରକାର ବ୍ୟବହାର ବି କରିପାରିନଥାନ୍ତା। ମତେ ସେ ଯଷ୍ଟି ଦିଅ, ମତେ ସେ ସୂତା ଦିଅ, ମତେ ସେ ବାଡ଼ି ଦିଅ, ଅଣ୍ଟାର ସୂତା ଦିଅ, ହାତର ମୁଦ୍ରିକା ଦିଅ ବୋଲି ସେ କେବେ ବନ୍ଧକ ମାଗି ନଥାନ୍ତା। ଶାରୀରିକ ଅଭିଳାଷ ପୂର୍ଣ୍ଣ କରିଥିବାରୁ ଯାହାକୁ ସହିତ ହେଲେ ମଧ୍ୟ ମୁଁ ସମ୍ପର୍କ ରଖିଦେବି, ଏହି ଚିନ୍ତା ସେ କରିଥାନ୍ତା। କିନ୍ତୁ ତାର ଗୋଟିଏ ଲକ୍ଷ୍ୟ ମାତ୍ର ଥିଲା ଯେ ଜିହୁଦା ବଂଶକୁ ସେ ଆଗକୁ ବଢେଇବ। ଆଉ ସେ ବଂଶ ବଢେଇଲେ। ଆଉ ସେ ବଂଶ ପରମେଶ୍ୱରଙ୍କର ଯୋଜନା ଅନୁସାରେ ତାଙ୍କରି ମନୋନୀତଙ୍କ ଲୋକଙ୍କ ଦ୍ୱାରା ତାଙ୍କରି ଅଦ୍ୱିତୀୟ ପୁତ୍ର ଜନ୍ମ ହେବେ। ସେଥିପାଇଁ ସେହି ବଂଶକୁ ପରମେଶ୍ୱର ମନୋନୀତ କରିଥିଲେ। ଆଉ ସେଇ ବଂଶରେ ତାଙ୍କରି ନାମ ଲେଖା ଅଛି। ଆମେ ଦେଖିବା ଋତ 4:12 ପଦ, ସେଠାରେ ମଧ୍ୟ ଲେଖା ଅଛି। ଯୋଆବକୁ କହୁଛନ୍ତି, ସଦାପ୍ରଭୁ ଏହି ଯୁବତୀଙ୍କ ଦ୍ୱାରା ତୁମ୍ଭକୁ ଯେଉଁ ସନ୍ତାନ ଦେବେ, ତାହାଙ୍କ ଦ୍ୱାରା ତୁମ୍ଭର ବଂଶର ତାମର ଗର୍ଭରେ ଜିହୁଦାର ଜନ୍ମିତ ପେରସ ବଂଶ ତୁଲ୍ୟ ହେବ। ବୋଆଜକୁ ଯେତେବେଳେ ଋତକୁ ବାହାଘର କରିବା ପାଇଁ କହୁଛନ୍ତି ସମସ୍ତେ ମିଶି, ଆଉ ଋତକୁ ବୋଆଜ ଯେତେବେଳେ ବାହା ହେବାକୁ ଇଚ୍ଛା କରୁଛନ୍ତି, ବୋଆଜ ସେତେବେଳେ ତାଙ୍କୁ କହୁଛନ୍ତି, ସଦାପ୍ରଭୁ ଏହି ଯୁବତୀଙ୍କ ଦ୍ୱାରା ତୁମ୍ଭର ଯେଉଁ ସନ୍ତାନ ଦେବେ, ତାହା ଦ୍ୱାରା ତୁମ୍ଭର ବଂଶ ତାମର ଗର୍ଭରେ ଜିହୁଦାରେ ଜନ୍ମିତ ପେରସ ବଂଶ ତୁଲ୍ୟ ହେବ। ସଦାପ୍ରଭୁ ବୋଆଜକୁ କହୁଛନ୍ତି, ଋତ ଯେତେବେଳେ ତୁମକୁ ବାହା ହେବ, ତୁମେ ଯେଉଁ ପୁତ୍ର ତା ଗର୍ଭରୁ ଜାତ ହେବ, ତାମରର ଯେମିତି ଗର୍ଭରୁ ଜାତ ହେଇଥିଲା ପେରସ ଆଉ ଜିହୁଦାରୁ, ସେହି ବଂଶ ତୁଲ୍ୟ ତୁମରି ପୁତ୍ର ହେବ। ଆଉ ପରମେଶ୍ୱର ଋତକୁ, ତାମରକୁ ଆଉ ଜଣେ ସ୍ତ୍ରୀ ବିଜାତି ଲୋକ ହେଲେ ମଧ୍ୟ ତାଙ୍କୁ ରାହେବକୁ, ସେ ତାଙ୍କରି ପୁତ୍ର ଜନ୍ମ ହେବା ବଂଶାବଳୀରେ ତାଙ୍କରି ନାମ ଲେଖୁଛନ୍ତି। ଋତର ବିଷୟ ଆମେ ଚିନ୍ତା କରୁଛୁ।
ଋତର ବିଷୟ ମଧ୍ୟ ଚିନ୍ତା କରୁଛୁ। ସେ ଜଣେ ବିଜାତି ଝିଅ, ପରମେଶ୍ୱରଙ୍କୁ ଜାଣିନଥିଲା, କିନ୍ତୁ ସେ ପରମେଶ୍ୱରଙ୍କୁ ଭୟ କରୁଥିଲା। ସେ ପରମେଶ୍ୱରଙ୍କୁ ଭୟ କରୁଥିଲା। ବିଶ୍ୱାସ ତାର ଦୃଢ ଥିଲା, ତାର ବିଶ୍ୱାସ ଦୃଢ ଥିଲା ଆଉ ପରମେଶ୍ୱରକୁ ଭୟ କରୁଥିଲା। ସେଥିପାଇଁ ନୟମୀ ତାଙ୍କୁ କହୁଛନ୍ତି ଯେ ତୁମେ ତମର ଜ୍ଞାତି କୁଟୁମ୍ବକୁ ପଳେଇ ଯାଅ। ମୁଁ ଦିନ ଦୁଃଖୀ ଦରିଦ୍ର, ମୋ ପାଖକୁ ତୁମେ ଆସିଲେ ମୁଁ କଣ ତମକୁ ଦେଇପାରିବି? କିନ୍ତୁ ସେ ସବୁକୁ ସେ ତ୍ୟାଗ କରି ବେଥଲହେମକୁ ଆସୁଛି ଆଉ ସେ ନିଜେ ନିଜକୁ ସମର୍ପଣ କରୁଛି ସେଇ ସହର ଲୋକମାନଙ୍କ ସହିତ। ତୁମ୍ଭର ପରମେଶ୍ୱର ହିଁ ମୋହର ପରମେଶ୍ୱର, ତୁମ୍ଭର ଲୋକ ହିଁ ମୋହର ଲୋକ। ଏ ପ୍ରକାର ଭାବରେ ସେ ନିଜକୁ ସମର୍ପଣ କରୁଛି। ତାର ଲକ୍ଷ୍ୟ କି ପ୍ରକାର ଥିଲା। ଆଉ ପରମେଶ୍ୱର ତାଙ୍କୁ ପୂର୍ବରୁ ହିଁ ମନୋନୀତ କରିଥିଲେ, କାରଣ ପରମେଶ୍ୱର ତାଙ୍କରି ମନୋନୀତ ଲୋକମାନଙ୍କୁ କେବେ ଛାଡନ୍ତି ନାହିଁ। କାରଣ ସେହି ସହରରେ ଲୋଟ ଥିଲେ ଆଉ ସେହି ସହରରୁ ସେ ଋତକୁ ଆଣୁଛନ୍ତି। ଲୋଟର ବଂଶରୁ ଋତକୁ ଆଣୁଛନ୍ତି ଆଉ ତାଙ୍କରି ଗର୍ଭରୁ ସେ ତାଙ୍କରି ବଂଶାବଳୀରେ ପରମେଶ୍ୱର ଉଲ୍ଲେଖ କରୁଛନ୍ତି। ବିଜାତି ସ୍ତ୍ରୀ, ତାମର ବି ବିଜାତି ସ୍ତ୍ରୀ ଆଉ ରାହେବ ବେଶ୍ୟା କଥା ମଧ୍ୟ ଆମେ ଚିନ୍ତା କରିବା। ସେ ଗୋଟେ ବେଶ୍ୟା। ସେ ତିନି ଜଣଙ୍କୁ ପରମେଶ୍ୱର କେମିତି ବ୍ୟବହାର କରୁଛନ୍ତି ଆମେ ଶାରୀରିକ ଭାବରେ ଦେଖୁ। ମନୁଷ୍ୟ ଚକ୍ଷୁରେ ଆମେ ଶାରୀରିକ ଭାବରେ ଦେଖୁ। ତାଙ୍କର ଉତ୍ତମ ବସ୍ତ୍ର ପିନ୍ଧିଥିଲେ ସେ ଗୋଟେ ଉତ୍ତମ ଦେଖାଯାଉଛି। ସେ ଶାନ୍ତରେ ବସିଥିଲେ ସେ ଶାନ୍ତ ଝିଅଟା ବୋଲୁ। ଆଉ ଏ ପ୍ରକାର ଚାଲିଚଳନ ଥିଲେ ଆମେ ସେମାନଙ୍କୁ ଘୃଣା କରୁ। ଏ ପ୍ରକାର ଜାଗତିକ ହିସାବରେ ଯଦି ଆମେ ଦେଖୁ ସେମାନଙ୍କୁ ଆମେ ଘୃଣା କରୁ। ତାଙ୍କର କେମିତି ଚକ୍ଷୁ ଅନେଇବାକୁ ବି ଆମକୁ ଇଚ୍ଛା ଲାଗେ ନାହିଁ। ଗୋଟେ ବେଶ୍ୟା ଲୋକ ଆମେ ଅନେଇ ପାରିବା କି? ଅନେଇ ପାରିବା କି ଗୋଟେ ବେଶ୍ୟାକୁ? କେବେ ବି ତାକୁ ଏମିତି ଚକ୍ଷୁରେ ଛି ଆମେ ଏମିତି ଘୃଣା କରୁ। କିନ୍ତୁ ତାର ହୃଦୟ ଭଲ ଥିବାରୁ ପରମେଶ୍ୱରଙ୍କର ଲୋକମାନଙ୍କୁ ସୁରକ୍ଷା କରି, ପରମେଶ୍ୱରଙ୍କର ଲୋକମାନଙ୍କ ଠାରୁ ସୁରକ୍ଷା କରିଥିବାରୁ ସେ ପରମେଶ୍ୱର ତାଙ୍କୁ ଆଶୀର୍ବାଦ କରୁଛନ୍ତି। ଆଉ ତାଙ୍କୁ କୋଉ ସ୍ଥାନରୁ ଆଣି କୋଉ ସ୍ଥାନରେ ତାଙ୍କର ନାମ ଲେଖୁଛନ୍ତି ଯେ ଏଇ ପୁସ୍ତକରେ ତାଙ୍କର ନାମ ଅଛି। ପରମେଶ୍ୱରଙ୍କର ପୁତ୍ରର ବଂଶାବଳୀରେ ତାଙ୍କର ନାମ ଅଛି। ପରମେଶ୍ୱରଙ୍କର ପବିତ୍ର, ପରମେଶ୍ୱର ପବିତ୍ର ମାନେ ପବିତ୍ର, ତାଙ୍କରି ବଂଶାବଳୀରେ ଏମାନଙ୍କର ନାମ ଉଲ୍ଲେଖ କରାଯାଇଛି। ତାମର, ତାର ଚିନ୍ତାଧାରା, ତାର ବିଶ୍ୱାସ, ତାର ଧୈର୍ଯ୍ୟ, ସେ କି ପ୍ରକାର ଭାବରେ ସେ ସେଇ ସମୟରେ କଷ୍ଟ ଅନୁଭବ କରିଥିବ। ଚିନ୍ତା କରନ୍ତୁ, ଗୋଟେ ଛୋଟ ଝିଅ, ଗୋଟେ ସ୍ୱାମୀ ଚାଲି ଯାଉଛି, ଆଉ ଗୋଟେ ସ୍ୱାମୀ ତାକୁ କଷ୍ଟ ଦଉଛି, ଆଉ ଗୋଟେ ପୁଅକୁ ଦେବି ବୋଲି ବି ଦଉନାହାନ୍ତି। ଗୋଟେ ବିଧବା ବସ୍ତ୍ରରେ ସେ ଝିଅ ଘର ଭିତରେ ପଦାକୁ ବାହାରୁ ନଥିବ। ତାର ମାନସିକ ଅସ୍ଥିରତା ମଧ୍ୟ କି ପ୍ରକାର ହେଇଥିବ। କିନ୍ତୁ ସେ ସଦାପ୍ରଭୁଙ୍କୁ ଛାଡି ନଥିଲେ। ସେ ସଦାପ୍ରଭୁଙ୍କୁ ଛାଡି ନଥିଲେ। କେବଳ ଗୋଟେ ଲକ୍ଷ୍ୟ ତାର, ସେ ଲକ୍ଷ୍ୟକୁ ସେ ନିଜେ ଗୋଟେ ବେଶ୍ୟା ରୂପରେ ଯାଇ ପୂରଣ କରୁଛନ୍ତି। ଗୋଟେ ବେଶ୍ୟା ବେଶରେ ଯାଇ ସେ ଲକ୍ଷ୍ୟକୁ ସେ ପୂରଣ କରୁଛନ୍ତି। ଆଉ ସେଥିପାଇଁ ପରମେଶ୍ୱର ଜିହୁଦା ବଂଶରୁ ଜାତ କରୁଛନ୍ତି, ତାମରକୁ ସଂଯୁକ୍ତ କରୁଛନ୍ତି। ଆଉ ସେଇ ପ୍ରକାର ଭାବରେ ତାର ଗର୍ଭରୁ ଜାତ ହେଇ ଆସୁଛନ୍ତି। ଆଉ ଋତ ମଧ୍ୟ ପରମେଶ୍ୱର ଲୋଟକୁ ସେ ଅବ୍ରାହାମଙ୍କର ସନ୍ତାନ, ଜାକୁବର ସନ୍ତାନ ହେଇଥିବାରୁ ତାକୁ ଜିହୁଦାକୁ ଏ ସ୍ଥାନରେ ରଖୁଛନ୍ତି। ଇଆଡୁ ଲୋଟର ଔରସରୁ ଜାତ ହେଇଥିବା ସହରରୁ ଋତକୁ ଆଣୁଛନ୍ତି। ଆଉ ଏଇ ବଂଶାବଳୀରେ ତାଙ୍କରି ନାମ ମାନେ ଉଲ୍ଲେଖ କରୁଛନ୍ତି। କାରଣ ସେମାନେ ବିଜାତି ହେଇଥିଲେ, ପରମେଶ୍ୱରଙ୍କୁ ଜାଣିନଥିଲେ, କିନ୍ତୁ ତାଙ୍କର ଭୟଟା ପରମେଶ୍ୱରଙ୍କୁ ଥିଲା। ତାଙ୍କର ବିଶ୍ୱାସ ପରମେଶ୍ୱରଙ୍କ ଠାରେ ଥିଲା। ଆଉ ପରମେଶ୍ୱର ତାଙ୍କ ହୃଦୟକୁ ଦେଖୁଥିଲେ। ଆଉ ପରମେଶ୍ୱର ସେମାନଙ୍କୁ ଏହି ବଂଶାବଳୀରେ ସେମାନଙ୍କର ନାମ ରଖୁଛନ୍ତି। ତାଙ୍କରି ଗର୍ଭରୁ ଜାତ ବୋଲିକି ଲେଖା ହଉଛି। ବୋଲେ ସେମାନେ କେତେ ଭାଗ୍ୟବାନ। ପରମେଶ୍ୱରଙ୍କର ପୁତ୍ର ଜନ୍ମ ହେବ ସେ ବଂଶରେ, ସେଇ ବଂଶରୁ ସେମାନଙ୍କୁ ଜାତ କରି ଆଣୁଛନ୍ତି। ବାଇବଲରେ ତାଙ୍କର ନାମ ଲେଖା ହଉଛି। ଆମେ ଗୀତ ଗାଉଛୁ, ପ୍ରାର୍ଥନା କରୁଛୁ, ଆରାଧନା କରୁଛୁ, ବାକ୍ୟ କହୁଛୁ, ଅନେକ ବିଷୟ ଆମେ କରୁଛୁ। କିନ୍ତୁ
ଆମର ଅନ୍ତଃକରଣ କେମିତି ଆମେ ନିଜେ ନିଜେ ବିବେଚନା କରିବାର ଆବଶ୍ୟକତା ଅଛି। ଆମର ଶାରୀରିକ ବିଷୟ, ଆମର ସୌନ୍ଦର୍ଯ୍ୟ, ଆମର ଧନ, ଆମର ଟଙ୍କା ଏସବୁ ନେଇ ଆମେ କ'ଣ କରିଥାଉଛୁ, ଆମେ ନିଜେ ବଢିମା କରିଥାଉଛୁ। କିନ୍ତୁ ମନୁଷ୍ୟ ସେ ଧନ ଦେଖେ, ମନୁଷ୍ୟ ସେ ବାହ୍ୟ ରୂପ ଦେଖେ, କିନ୍ତୁ ପରମେଶ୍ୱର ଅନ୍ତଃକରଣ ଦେଖନ୍ତି। ଆଜି ତାମରର ଅନ୍ତଃକରଣ ପରମେଶ୍ୱର ଦେଖିଥିଲେ। ତାର ଜୀବନରେ ଏତେ ସମସ୍ୟା, ମୁଁ ଯେତେବେଳେ ଏଟା ପଢୁଥିଲି ନାଇଁ ଗୋଟେ ଦିନ ଏ ବାକ୍ୟ ମୁଁ ମହିଳା ସମିତିରେ କହିବି। ସେ ଝିଅର ସମସ୍ୟା, ତାର ତାଡ଼ନା, ତାର ଦୁଃଖ କଷ୍ଟ ଭାବିବାକୁ ହେଲେ ବହୁତ କଷ୍ଟକର ବିଷୟ। ସେ ନିଜେ ଗୋଟେ ବେଶ୍ୟା ରୂପରେ ସେ ଯାଉଛି ମାନେ କେତେ କଷ୍ଟକର ବିଷୟ। ମୁଁ ଯିବି, ମୁଁ ନିଜେ ବେଶ୍ୟା ରୂପରେ ମୁହଁକୁ ଢାଙ୍କିବି ଆଚ୍ଛାଦନ କରି, ମୁଁ ଗୋଟେ ଶ୍ୱଶୁର ସହିତ ସମ୍ପର୍କ ରଖିବି ଆଉ ଗର୍ଭଧାରଣ କରିବି ବୋଲି ଗୋଟେ ଝିଅର ଚିନ୍ତାଧାରା। କେତେ ଦୁଃଖର ବିଷୟ। ମାତ୍ର ସେ ତାଙ୍କର ବଂଶ ପାଇଁ ପ୍ରଭୁ ତାଙ୍କୁ ପୂର୍ବରୁ ନିରୂପଣ କରିଥିଲେ ପରମେଶ୍ୱର। ସେଇ ପ୍ରକାର ଋତକୁ ମଧ୍ୟ ପୂର୍ବରୁ ମୋୟାବ ଦେଶରେ ଜନ୍ମ ଦେଇ ସେଇ ସ୍ଥାନରୁ ଆଣୁଛନ୍ତି। ସେଇ 3 ଜଣ ବିଜାତି ହେଲେ ମଧ୍ୟ ଈଶ୍ୱରଙ୍କର ପୁତ୍ରର ବଂଶାବଳୀରେ ସେମାନଙ୍କର ନାମ ଉଲ୍ଲେଖ କରାଯାଇଛି। ଆଜି ଆମମାନେ ମଧ୍ୟ ଆମର ହୃଦୟ କି ପ୍ରକାର, ଆମେ ଶାରୀରିକ ଭାବରେ ମନୁଷ୍ୟକୁ ଦେଖୁ, କିନ୍ତୁ ଆନ୍ତରିକ ଆମର ହୃଦୟ କି ପ୍ରକାର ଅଛି ତାହା ଆମେ ଚିନ୍ତା କରିବାର ଆବଶ୍ୟକତା ଅଛି। ଆଉ ସେହି ହୃଦୟ ଯଦି ଆମର କ୍ଲିନ୍ ହେବ, ଆମେ ସବୁ ବିଷୟରେ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରିପାରିବା ଆଉ ଦୃଢ ବିଶ୍ୱାସ ସହିତ ଏକ ମନ ହେଇ ଆମେ ଆଗକୁ ବଢିପାରିବା। ପ୍ରଭୁ ଅଳ୍ପ ବାକ୍ୟରେ ଆଶୀର୍ବାଦ କରନ୍ତୁ। କୋଉ ଯଦି ଭୁଲ ହେଇଛି କ୍ଷମା କରିବେ। ମୁଁ ହଠାତ୍ ବାକ୍ୟ ମୁଁ ବି ବୁଝି ନାହିଁ, କେମିତି ସେମିତି କହିଦେଲି, ମତେ କ୍ଷମା କରିବେ।